ପାଣ୍ଡବ ନିର୍ଜଳ ଏକାଦଶୀ। ପାଣ୍ଡବ ନିର୍ଜଳ ଏକାଦଶୀରେ କଣ ନା ଭୀମଜୀ କଣ କରନ୍ତି, ସବୁ ଏକାଦଶୀ ପାଳନ କରିପାରନ୍ତି ନାହିଁ ନିର୍ଜଳ ରୂପରେ। ଏକାଦଶୀ ପାଳନ କରନ୍ତି କିନ୍ତୁ ଅନୁକଳ୍ପ ପାଇକି ଫଳମୂଳ, ତାଙ୍କର ଭୋକରେ ସେ ରହିପାରନ୍ତିନି, ତାଙ୍କ ପେଟରେ ମାନେ ନିଆଁ ଜଳେ, ତ ସେଇଥିପାଇଁ ସେ ଫଳମୂଳ କିଛି କି ଜଳ ପାଇକି କରନ୍ତି। କିନ୍ତୁ ଏଇ ଏକାଦଶୀଟା ଅନ୍ୟମାନେ ସମସ୍ତେ ନିର୍ଜଳ କରନ୍ତି, ଭୀମଜୀ କରିପାରନ୍ତିନି। ତ ଏଇ ଏକାଦଶୀଟା ଯେତେବେଳେ ଭଗବାନ ପଚାରିଲେ ଯେ ମୁଁ ତ ନିର୍ଜଳା କରିପାରୁନି ଏକାଦଶୀ ଠିକ ସେ, ନା ଏଇ ଗୋଟେ ଏକାଦଶୀ ଠିକ ସେ ନିର୍ଜଳା ବୋଲି କର, ସବୁ ଏକାଦଶୀରେ ଫଳ ମିଳିବ। ତ ଏକାଦଶୀଟା ସେ ନିର୍ଜଳା କରନ୍ତି, ସବୁ ନିର୍ଜଳ ଏକାଦଶୀରେ ଫଳ ମିଳେ। ଠିକ ଅଛି, ତେଣୁ ଏଇ ଏକାଦଶୀଟା ବିଶେଷ ରୂପରେ ସମସ୍ତଙ୍କୁ ଯୋଉମାନେ ପାରିବେ ନିର୍ଜଳା କରିପାରିବେ, ଯଦି ସାମର୍ଥ୍ୟ ଅଛି ତାହେଲେ ନିର୍ଜଳା କରିପାରିବେ, ନହେଲେ ଫଳମୂଳ ଅନୁକଳ୍ପ ପାଇ କରିବେ, କିଛି ଅସୁବିଧା ନାହିଁ। ତେବେ ଏକାଦଶୀକୁ ଗୋଟେ ବିଶେଷ ତିଥି କୁହାଯାଇଛି। ଆମ ଗୁରୁଜୀ ଯେତେବେଳେ କୌଣସି ବିଶେଷ ତିଥି ଆସୁଥିଲା ବୈଷ୍ଣବ ମାନଙ୍କର, କିମ୍ବା କୌଣସି ବିଷ୍ଣୁ ତିଥି ଆସୁଥିଲା କିମ୍ବା ଏକାଦଶୀ ଆସୁଥିଲା, ତାହେଲେ ସେ ସବୁ କଥା ଯାହା ସିରିଏଲି ଚାଲିଥିବ ତାକୁ ବନ୍ଦ କରିକି ପ୍ରଥମେ ସେ ତିଥି ବିଷୟରେ କିଛି ଡିସ୍କସନ କରୁଥିଲେ, କିଛି କଥା କରୁଥିଲେ। ତ ଏକାଦଶୀ ଗୋଟେ ବିଶେଷ ତିଥି, ତ ବିଶେଷ ତିଥିରେ ତାର ଫାଇଦା ବି ନେବା ଦରକାର। ଯେମିତି ଆମର ବୈଷ୍ଣବ ମାନଙ୍କ ତିଥି ଆସିଲା, ବିଷ୍ଣୁଙ୍କ ତିଥିରେ ତ ଆମେ ସବୁ ପାଳନ କରୁଛୁ। ବୈଷ୍ଣବ ତିଥି ଆସିଲା, ଗୁରୁଦେବ କୁହନ୍ତି ଯଦି ବୈଷ୍ଣବ ତିଥି ଆସିଲା ତାହେଲେ ପ୍ରଥମେ ବୈଷ୍ଣବ ସେଇ ତାଙ୍କର ଗୁଣ ଲୀଳା କିଛି ସମୟ ଆଗ ବର୍ଣ୍ଣନା କରିବ, ତାଙ୍କୁ ପ୍ରଣାମ କରିବ, ତାପରେ ଯେମିତି ଚାଲିଥିଲା ଯୋଉ ଟପିକ ଚାଲେ ସେଇ ଟପିକ ସେ କଣ୍ଟିନ୍ୟୁ କରନ୍ତି। ହେଲେ କଣ ହବ, ନ କଲେ ଯଦି ବୈଷ୍ଣବ ତିଥିରେ ତାଙ୍କର ଗୁଣଗାନ ନ କରିବ ତାହେଲେ ଅପରାଧ ହବ, ଆଉ ଯଦି କରିବ ତାହେଲେ ଭକ୍ତିରେ ବଳ ମିଳିବ। ସେମିତି ଏକାଦଶୀ ତିଥି ଗୋଟେ ବିଶେଷ ତିଥି, ବିଶେଷ ତିଥିରେ ଆମେ ତାର ଫାଇଦା ନେବା ଦରକାର। ବିଶେଷ ତିଥି ଯେତେବେଳେ ଆସିକି ଉପସ୍ଥିତ ହେଇଛନ୍ତି ତାହେଲେ ଆମେ ଫାଇଦା ନେବା ଦରକାର। ଯଦି ଫାଇଦା ନ ନେବା ତାହେଲେ ଦୋଷ ଲାଗିବ। ଯେମିତି ସୂର୍ଯ୍ୟ ଆସିଲେ, ଉଦୟ ହେଲେ ଆମକୁ କଣ ବିଭିନ୍ନ ପ୍ରକାର ଅନ୍ଧକାର ଦୂର କଲେ, ବିଭିନ୍ନ ପ୍ରକାର ଆଲୋକ ପ୍ରଦାନ କଲେ, ଅନ୍ୟାନ୍ୟ ସବୁ ଆମର ମଙ୍ଗଳ କଲେ, ତାପରେ ପୁଣି ଅସ୍ତ ହେଇଯିବ। ଯିଏ ତାର ଫାଇଦା ନ ଉଠେଇ ପାରିବ, ଯିଏ ଗୁମ୍ଫା ଭିତରେ ପଶିକି ରହିବ, ସୂର୍ଯ୍ୟଙ୍କ ସହିତ କିଛି ତାର ଲିଙ୍କ ନାହିଁ, ତାର ଫାଇଦା ନ ଉଠେଇଲା, ତାହେଲେ ତାର କଣ ଫାଇଦା ଉଠେଇ ପାରିଲାନି, ତାର ଦୋଷ ହେଲା ତାର। ସେମିତି ଏକାଦଶୀ ତିଥି ଆସିକି ଆମ ପାଖରେ ଉପସ୍ଥିତ ହେଇଛନ୍ତି, ଆମେ ଯଦି ତାଙ୍କର ଫାଇଦା ନ ଉଠେଇବା, ଆମେ ଯଦି ଏକାଦଶୀ ତିଥିଙ୍କର ପାଳନ ନ କରିବା, ଯୋଉ ଯୋଉ ପ୍ରୋସେସରେ କୁହାଯାଇଛି ଏକାଦଶୀ ଠିକ ଠିକ ପାଳନ ନ କରିବା, ତାହେଲେ ଆମେ ତାଙ୍କର ଫାଇଦା ଉଠେଇ ପାରିଲେନି। ଭଗବାନଙ୍କ ଦୟାରୁ, ଏକାଦଶୀ ତିଥିଙ୍କ ଦୟାରୁ ଯଦି ସେ ନିଜେ ଉପସ୍ଥିତ ହେଇଛନ୍ତି ଆମ ମାନଙ୍କ ମଙ୍ଗଳ କରିବା ପାଇଁ, ଆମେ ଯଦି ନିଜେ ତାଙ୍କର ଫାଇଦା ନ ଉଠେଇ ପାରିବା, ନିଜେ ନିଜର ମଙ୍ଗଳ ନ କରିପାରିବା, ତାହେଲେ ଦୋଷ ଲାଗିବ। ଏମିତି କୁହାଯାଇଛି ତିଥିକୁ ଠିକ ଠିକ ରୂପରେ ପାଳନ କରିବାକୁ ପଡିବ, ନ ପାଳନ କଲେ ଦୋଷ ଲାଗିବ। ତେବେ ଆମର ଗୋଟେ କୀର୍ତ୍ତନରେ କୁହାଯାଇଛି ନା, କଣ ଶୁଦ୍ଧ ଭକତ ଚରଣ ରେଣୁ ଭକତି ଅନୁକୂଳ ମାଧବ ତିଥି ଭକ୍ତି ଜନନୀ ଯତନେ ପାଳନ କରି। ଏ ଯୋଉ କୀର୍ତ୍ତନଟା ଯୋଉ ଗାଇଛି, ଶୁଦ୍ଧ ଭକତ ଚରଣ ରେଣୁ ଭକତି ଅନୁକୂଳ, ଯୋଉ କହୁଥିଲେ ଆମର ମହାରାଜ ପ୍ରଭୁଜୀ ମାନେ, ଯେ ତିନିଟା ଜିନିଷ ଆମର ପ୍ରୋଟିନ ଭକ୍ତିରେ ଆଡିସନାଲ ପ୍ରୋଟିନ ପାଉଡର ଭଳିଆ। ଆମେ ତ ଯେମିତି ଭକ୍ତି ପାଳନ କରୁଛେ ତା ସାଙ୍ଗରେ ସେ ସବୁ ଜିନିଷକୁ ପୃଷ୍ଟ କରିବାକୁ ତିନିଟା ମେନ୍ ଜିନିଷ ଅଛି। କଣ ନା ଭକ୍ତଙ୍କ ଚରଣ ରେଣୁ, ତାପରେ ତାଙ୍କ ପାଦ ଧୃତ ଜଳ, ତାପରେ ଉଚ୍ଛିଷ୍ଟ, ଭକ୍ତମାନଙ୍କୁ ଉଚ୍ଛିଷ୍ଟ, ଯୋଉଟା କି ମହାମହାପ୍ରସାଦ କୁହାଯାଏ। ଏ ତିନିଟା ହେଲା ପ୍ରୋଟିନ ପାଉଡର ଭଳିଆ, ଯୋଉଟା କି ଭକ୍ତିକୁ ଅତି ଶୀଘ୍ର ଆମକୁ ପୃଷ୍ଟ କରିବ। ତାପରେ କହୁଛନ୍ତି ମାଧବ ତିଥି ଭକ୍ତି ଜନନୀ। ମାଧବ ତିଥି ଏଠି କାହିଁ କୁହାଯାଇଛି? ଯେତେବେଳେ ମାଧବ ତିଥି, ଏକାଦଶୀ ତିଥିକୁ ମାଧବ ମାନେ ଭଗବାନଙ୍କ ନାମ ହେଲା ମାଧବ, ଯିଏ ଧବ ମାନେ ମହାଲକ୍ଷ୍ମୀ, ତାଙ୍କର ଯିଏ ହଜବେଣ୍ଡ ଧବ, ରାଧାରାଣୀଙ୍କର ପତି, ତାଙ୍କୁ କୁହାଯାଏ ମାଧବ। ତ ମାଧବ ତିଥି କାହିଁ କୁହାଯାଇଛି ନା, ଗୋଟେ ସମୟରେ ଗୋଟେ ମୋର ନାମକ ଗୋଟେ ଅସୁର ଥିଲା। ସେ ଅସୁର ସାଙ୍ଗରେ ଭଗବାନଙ୍କର ଥରେ ଯୁଦ୍ଧ ହେଲା। ଯେତେବେଳେ ଯୁଦ୍ଧ ହେଲା, ପ୍ରଚଣ୍ଡ ଯୁଦ୍ଧ ହେଲା, ଯୁଦ୍ଧ କରି 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 ଭଗବାନ କଣ କଲେ, ଟିକେ ଯେତେବେଳେ ବିଶ୍ରାମ କରିଛନ୍ତି, ସେତେବେଳେ ସିଏ ଅସୁରଟା ତାଙ୍କୁ ମାରିବାକୁ ଆସିଲା। ମାରିବାକୁ ଆସିଲା, ଭଗବାନଙ୍କର ତ ବିଭିନ୍ନ ଶକ୍ତି ଅଛି, ବିଭିନ୍ନ ପ୍ରକାର ବହୁତ ବହୁତ ଶକ୍ତି, ସବୁ ଅନନ୍ତ ଶକ୍ତି ଅଛି। ତାଙ୍କ ଭିତରେ ଗୋଟେ ଶକ୍ତି, ଅନ୍ତରଙ୍ଗା ଶକ୍ତିରେ ଗୋଟେ ଶକ୍ତି
ସେ ନିଜେ ଗୋଟେ ସ୍ୱରୂପ ପ୍ରକଟ କଲେ। ସେ ସ୍ୱରୂପ ନାଁ କଣ ନା ଏକାଦଶୀ ତିଥି। ଏକାଦଶୀ ତିଥିରେ ଯେତେବେଳେ ସେ ଗୋଟେ ସ୍ୱରୂପ ପ୍ରକାଶ କରିକି ସେ ଅସୁରକୁ ମାରିଲେ, ତାପରେ ସେ ତିଥିର ନାଁ ଯୋଉ ନାଁ ହେଇଗଲା ମାଧବ ତିଥି। ଭଗବାନ ତାଙ୍କୁ କୃପା କରିକି ମାଧବ ତିଥି ନାଁ ଦେଲେ। ମାନେ କେମିତି ଅସୁରକୁ ମାରିଦେଲେ, ଭଗବାନ ବହୁତ ପ୍ରସନ୍ନ ହେଇଗଲେ ନା ତୁମେ ମୋର ସର୍ବୋତ୍ତମ ସେବକ, ତୁମେ ମୋର ମାନେ ରିକ୍ୱାରମେଣ୍ଟ ଅନୁସାରେ ଯିଏ ସେବା କରେ ସେ ସର୍ବୋତ୍ତମ ସେବକ, ତେଣୁ ତୁମେ କିଛି ବର ମାଗ। ମୁଁ ପ୍ରସନ୍ନ ହେଲି। ତ ଏକାଦଶୀ ତିଥି ସେତେବେଳେ ବର ମାଗିଥିଲେ ଯେ ଏଇ ତିଥିରେ ଯିଏ ଆପଣଙ୍କର ଏଇ ତିଥିକୁ ଠିକ ଠିକ ରୂପରେ ଅନୁସରଣ କରିକି ଯିଏ ଆପଣଙ୍କର କଣ ସ୍ମରଣ କରିବ, ଦିନସାରା ଆପଣଙ୍କର ସେବାରେ ଲାଗିକି ରହିବ। ହୁଁ। ଆପଣଙ୍କ ଏଇ ତିଥିରେ ଆପଣଙ୍କର ସ୍ମରଣ ହିଁ ବ୍ୟତୀତ କରିବ, ତାର ସର୍ବୋତ୍ତମ ବସ୍ତୁ ସେ ପ୍ରାପ୍ତ ହବ, ଆପଣଙ୍କୁ ସେ ପ୍ରାପ୍ତ ହବ। ତାପରେ ଭଗବାନ ଆଶୀର୍ବାଦ ଦେଇଥିଲେ, ଆଉ ସେଇ ଦିନଠୁ ତାଙ୍କର ନା ଏଇ ତିଥିର ନାଁ ହେଲା ମାଧବ ତିଥି। ଭଗବାନ ବିଷ୍ଣୁଙ୍କ ତିଥି ହେଇଗଲା ଏଇଟା। ହୁଁ। ତେଣୁ ସର୍ବୋତ୍ତମ ସେବକ କିଏ? ତିନି ପ୍ରକାର ସେବକ ଥାନ୍ତି। ତିନି ପ୍ରକାର ସେବକ ଜଣେ ଥାନ୍ତି ଯାହାକୁ ଆଦେଶ ଦେଲେ ସେ ଠିକ ଠିକ ରୂପରେ ପାଳନ କରିପାରିବ, ନ କରିପାରିବ ଚେଷ୍ଟା କରେ। ଆଉ ଜଣେ ଥାନ୍ତି ଯାହା କହିବ ଠିକ ଠିକ ବୁଝେଇବ ସେ କରିବେ। ଆଉ ଯିଏ ସର୍ବୋତ୍ତମ ସେବକ ଥାନ୍ତି ସିଏ ମାନେ ମନବାଞ୍ଛା ଜାଣିକି ସେବା କରିଦିଅନ୍ତି। ତେଣୁ ଏଠି ଯେତେବେଳେ ଏକାଦଶୀ ତିଥି ଭଗବାନଙ୍କ ରିକ୍ୱାରମେଣ୍ଟ ହେଲା, ସେ ନିଜେ ପ୍ରକଟ ହେଲେ, ସେବାର କଣ କରିବାକୁ ପଡିବ ସେ ଅନୁସାରେ ରାକ୍ଷସକୁ ମାରିକି ଭଗବାନଙ୍କ ସେବା କଲେ, ତେଣୁ ତାଙ୍କୁ ସର୍ବୋତ୍ତମ ସେବକ କୁହାଯାଇଛି। ହୁଁ। ଆଉ ଭଗବାନ ତାଙ୍କୁ ଏ ଆଶୀର୍ବାଦ ଦେଲେ ଯେ ଏଇ ତିଥିକୁ ଅନୁସରଣ କରିକି ଯିଏ ଭଗବାନ ଠିକ ଠିକ ରୂପରେ ସ୍ମରଣ କରିବ, ତାକୁ ଭଗବାନ ସର୍ବୋତ୍ତମ ବସ୍ତୁ ଭଗବାନ ନିଜେ ପ୍ରାପ୍ତ ହେବେ ମାଧବ ତିଥି ରୂପରେ। ଆଉ ମାଧବ ତିଥି ଏଇ ଏକାଦଶୀ ତିଥିକୁ ଭକ୍ତି ଜନନୀ କୁହାଯାଇଛି। ଭକ୍ତି ଜନନୀ କେମିତି ନା, ଜନନୀ ମାନେ ଗୋଟେ ସ୍ତ୍ରୀ ସ୍ୱରୂପ। ହୁଁ। ଭକ୍ତି ଜନନୀ ମାନେ ଜନ୍ମ ନିଏ ତ କୁହାଯିବନି, ଭକ୍ତି କୋଉଠୁ ଆସେ କୋଉଠୁ, ଯିଏ ଭକ୍ତିକୁ ଟ୍ରାନ୍ସଫର କରିପାରିବ ଭକ୍ତମାନଙ୍କ ସଙ୍ଗରେ। ଯେହେତୁ ଏକାଦଶୀ ତିଥି ଜଣେ ଶ୍ରେଷ୍ଠ ବୈଷ୍ଣବ ହେଲେ, ତେଣୁ ତାଙ୍କର ସଙ୍ଗ କଲେ କଣ ହବ, ତାଙ୍କର ସଙ୍ଗ କଲେ ଭକ୍ତି ପ୍ରାପ୍ତ ହବ। ହୁଁ। ତେଣୁ ଏଇ ତିଥିକୁ ଯିଏ ସ୍ମରଣ କରିବ ଆଉ ଠିକ ଠିକରେ ପାଳନ କରିବ, ଯେମିତି ଆମେ ଯୋଉ ଉନ୍ନତ ବୈଷ୍ଣବ ମାନଙ୍କ ସଙ୍ଗ କରୁଛେ କି ଭକ୍ତଙ୍କ ସଙ୍ଗ କରୁଛେ, ଭକ୍ତଙ୍କ ସଙ୍ଗ କଲେ କଣ ହବ, ଭକ୍ତି ପ୍ରାପ୍ତ ହବ। ଭକ୍ତିପ୍ରାପ୍ତ ନିମନ୍ତେ ଆମେ ସଙ୍ଗ କରୁଛେ, ତାଙ୍କଠୁ କଥା ଶୁଣୁଛେ, ତାଙ୍କ ନିକଟରେ ବାସ କରୁଛେ। ଏକାଦଶୀ ତିଥିଙ୍କ ଉନ୍ନତ ଭକ୍ତଙ୍କ ନିକଟରେ ଯଦି ଏକାଦଶୀ ତିଥିଙ୍କ ନିକଟରେ ଆମେ ଦିନସାରା ବାସ କରିବା, ତାଙ୍କର ଠିକ ଠିକ ପାଳନ କରିକି ଭଗବାନଙ୍କ ସେବା କରିବା, ତାହେଲେ ଓବିୟସଲି ଭକ୍ତି ପ୍ରାପ୍ତ ହବ। ଭକ୍ତିର ଜନନୀ ସେଥିପାଇଁ ତାଙ୍କୁ କୁହାଯାଇଛି ସ୍ତ୍ରୀ ରୂପା। ହୁଁ। ତେଣୁ ଏ ତିଥିରେ କଣ କରିବ, ଏ ତିଥିରେ ପାପକୁ ପରିତ୍ୟାଗ କରିକି ଗୁଣମୟ ବସ୍ତୁର ପାଖରେ ବାସ କରିବ। ପାପକୁ ପରିତ୍ୟାଗ କେମିତି କରାଯିବ କୁହାଯାଇଛି, ଉପବାସସ୍ୟ ପାପେ ବିୟୋ, ପାପରୁ ଦୂରେଇ ରହିବ। ହୁଁ। ଏକାଦଶୀ ତିଥିରେ ସମ୍ପୂର୍ଣ୍ଣ ରୂପରେ କିଛି ନିଷେଧ କୁହାଯାଇଛି, ଆଉ କଣ କରାଯିବ ବୋଲି କୁହାଯାଇଛି ଏକାଦଶୀ ତିଥିରେ। ଗୁରୁଦେବ ଦିଟା ପଏଣ୍ଟ କୁହନ୍ତି ଯେ ଏକାଦଶୀ ତିଥିରେ ତମେ କଣ କରିବନି। ଏକାଦଶୀ ତିଥିରେ ପାପରୁ ଦୂରେଇ ରହିବ। ପାପ କଣ ନା, ପାପସ୍ୟ ପରପୀଡ଼ନ। ଆମର ସବୁ ଡିସ୍କସନ ଚାଲିଛି ଏବେ, ପାପ କଣ, ଅପରାଧ କଣ, ପୁଣ୍ୟ କଣ। ତାପସ୍ୟ କାୟା ମନ ବାକ୍ୟରେ ଯଦି କୌଣସି କାହାକୁ ଆମେ ମାନେ କଷ୍ଟ ଦେବା, ତାହେଲେ ତାକୁ ପାପ କୁହାଯାଏ। ଏକାଦଶୀ ତିଥିରେ ବିଶେଷ ଭାବରେ ଏଥିରୁ ନିବୃତ୍ତ ରହିବାକୁ କୁହାଯାଇଛି। ଯେ ଏକାଦଶୀ ତିଥିରେ ଆମେ ନିବୃତ୍ତ ରହିବା କେମିତି? ପାପ ମାନେ ନୁହଁ ଯେ କାହାକୁ ମର୍ଡର କରିଦବା କି ଇଏ କରିଦବା, ବହୁତ ପ୍ରକାର ପାପ ଅଛି, ଛୋଟ ଛୋଟ ପାପ ବି ଅଛି। ଆମମାନଙ୍କର କଣ ଯୋଉ ଚାଲିଲେ ସେଥିରେ ବି କଣ ହେଲା, କିଛି ଜୀବଙ୍କର ପାଦ ପଡିକି ମରିଗଲେ, ଛୋଟ ଛୋଟ ଜୀବ। ରୋଷେଇ କଲେ, ରୋଷେଇ କଲା ବେଳେ ବି ସେ ନିଆଁରେ କିଛି ଆସିକି ସେ ବ୍ୟାକ୍ଟେରିଆ ଫ୍ୟାକ୍ଟେରିଆ ସବୁ ମରିଗଲେ। ଯାହା ବି କରୁଛେ ସେଥିରେ ପାପ ହଉଛି, ସେ ପାପରୁ ଦୂରେଇ କେମିତି ରହିବା, ଏଟା ତ ଅସମ୍ଭବ ଭଳିଆ ଲାଗୁଛି। କିନ୍ତୁ ଯଦି ମନେକର ଆମେ ପ୍ରସାଦ ଯୋଉ ଖାଇବା ପୂର୍ବରୁ ଯୋଉ ବନେଇଲେ ତାକୁ ପ୍ରସାଦ ଯଦି କରିଦବା, ପ୍ରସାଦ ପାଇଲେ, ତାହେଲେ ସବୁ ପାପ ନଷ୍ଟ ହେଇଗଲା, ପାପ ଦୂର ହେଇଗଲା। ତେଣୁ ଯାହାବି କରିବା ଯଦି ଭଗବାନଙ୍କୁ ସେଣ୍ଟର ରଖି କରିବା, ତାହେଲେ ସେଟା ପାପ ହବନି। ହୁଁ। ପ୍ରସାଦ ଲାଗି ଯୋଉ ରୋଷେଇ କଲେ, ରୋଷେଇ କଲା ବେଳେ କେତେ ଛୋଟ ଛୋଟ ଜୀବଜନ୍ତୁ ସବୁ ମରିଗଲେ, ତାପରେ ଯଦି ଭୋଗ ଲଗେଇଦବା, ତାହେଲେ ସେ ପାପ ନଷ୍ଟ ହେଇଗଲା, ତାପରେ ତାକୁ ପାଇବା, ତେଣୁ ପାପରୁ ଦୂର ହେଇଗଲେ। ସଲ୍ୟୁସନ ବହୁତ ବଢିଆ ସଲ୍ୟୁସନ ହେଇଗଲା। ତେଣୁ
ତାପରେ ଅନ୍ୟ ବି କିଛି ଯାହା ବି କଲେ ଯଦି ଭଗବାନଙ୍କୁ କେନ୍ଦ୍ରିତ କରି ଗଲେ 24 ଘଣ୍ଟା ଯଦି ଭଗବାନଙ୍କ ପାଖରେ ଆଉ ବୈଷ୍ଣବଙ୍କ ପାଖରେ ବାସ କଲେ କାୟ ମନ ବାକ୍ୟ ଦ୍ୱାରା, ତାହେଲେ ପାପ ହିଁ ହବନି। ସବୁ କାମକୁ କେନ୍ଦ୍ରରେ କିଏ ରହିଲେ? ଭଗବାନ ଆଉ ବୈଷ୍ଣବ। ତେଣୁ ପାପସ୍ୟ ଯୋଉ ଉପବାସସ୍ୟ ପାପେ ବି ଆପଣ ଆମର ପାଳନ ହେଇଗଲା, ପାପରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ରହିଲେ। ହୁଁ। ତେଣୁ ଏସବୁ ଜିନିଷରୁ ଆମେ ଦୂରେଇ ରହିବା। ଦୂରେଇ ରହିବାକୁ ହେଲେ କଣ କରିବାକୁ ପଡିବ ନା ଭଗବାନ ଆଉ ଭକ୍ତଙ୍କ ନିକଟରେ ବାସ କରିବାକୁ ପଡିବ। ବାସ କରିବାକୁ ପଡିବ କେମିତି ନା 24 ଘଣ୍ଟା ପୁରା ଯେତେ ସମୟ ପାରିବା ଅଧିକରୁ ଅଧିକ ସମୟ ତାଙ୍କର ମାନେ କଥା ଶୁଣିବା, ଚାଣ୍ଟିଂ କରିବା, ଆଉ ଯେତେ ପ୍ରକାର ରହିଲା ଭକ୍ତିର ଅଙ୍ଗ ତାକୁ ଠିକ ଠିକ ପାଳନ କରିବା, ସମ୍ପୂର୍ଣ୍ଣ ରୂପରେ ଏଥିରେ ବ୍ୟତୀତ କରିବା। ଆମର ଗୋଟେ ଲକ୍ଷ୍ୟ, ଆମର ଗୋଟେ ଭଲସେ ଆମେ ଜାଣିଛେ ଏକାଦଶୀ ମାନେ ଓନ୍ଲି ଉପବାସ କରିବା। ଉପବାସ କରିଦବା, ନିର୍ଜଳା ରହିଯିବା, ଶରୀରକୁ କଷ୍ଟ ଦେଇ ଇଆଡେ ନିଦ ଲାଗିବ, ଏଠି ମୁଣ୍ଡ ବୁଲେଇବ, ଆମର ଏକାଦଶୀ ପାଳନ ହେଇଗଲା। ଆକ୍ଚୁଆଲି ଏଇଟା ହେଲା ସେକେଣ୍ଡାରୀ ଜିନିଷ। ଯେତେବେଳେ ଆମେ ଯଦି ଶରୀର ଆମର ଯେତିକି ସପୋର୍ଟ କରୁଛି ସେଇ ଅନୁସାରେ ଆମେ ଯଦି ବି ମାନେ ପାଣି ପିଇବାକୁ ଦରକାର ପଡୁଛି ତାହେଲେ ପାଣି ପିଇକି, ମାନେ ମୁଣ୍ଡ ବୁଲଉଛି ନହେଲେ ଡିହାଇଡ୍ରେସନ ହେଇଯାଉଛି ତାହେଲେ ପାଣି ପିଇକି କରନ୍ତୁ। କିମ୍ବା ଯଦି କିଛି ଅନୁକଳ୍ପ ଫଳମୂଳ ଖାଇବାକୁ ପଡୁଛି, ଠିକ ରୂପରେ କରି ହଉନି, ଏଇଟା ଆମର ଯୋଉ ସେବାରୁ ହରିନାମ କରି ହଉନି, ଅନ୍ୟାନ୍ୟ ସେବା ସବୁ ଅଛି, ଗ୍ରନ୍ଥ ଅଧ୍ୟୟନ କରି ହଉନି, କଥା ଶୁଣି ହଉନି, ନିର୍ଜଳ ରହିଲା ବେଳକୁ ମୁଣ୍ଡ ବୁଲଉଛି, ତ ତାହେଲେ କୁହାହେଇଛି ଯେ ଆପଣ ଜଳପାନ କରିକି କି ଫଳମୂଳ ଅନୁକଳ୍ପ କରିକି ଖାଇକି କରନ୍ତୁ। କିନ୍ତୁ ମୂଳ ଜିନିଷଟା କଣ କରିବେ ନା 24 ଘଣ୍ଟା, 24 ଘଣ୍ଟାରୁ 24 ଘଣ୍ଟା ଯେତେ ସମୟ ପାରିବେ ଆମେ କଣ କରିବା ନା ଗୁଣମୟୀ ବସ୍ତୁ ପାଖରେ ବାସ କରିବା। ଗୁଣମୟୀ ବସ୍ତୁ କିଏ ନା ଭଗବାନ ଆଉ ତାଙ୍କର ଭକ୍ତ। ଏଇ ଦିଟାକୁ ଛାଡିକି ଆଉ ଯାହା ରହିଲା କେହି ଗୁଣମୟୀ ବସ୍ତୁ ନୁହନ୍ତି। କିନ୍ତୁ ଏଇ ଦିଟା ପାଖରେ ଯେତେବେଳେ ଆମେ ବାସ କରିବା ତାହେଲେ କୁହାଯିବ ସମ୍ପୂର୍ଣ୍ଣ ରୂପରେ ଆମେ ପାପରୁ ଦୂରେଇ ରହିଲେ। ହୁଁ। ଆଉ ଦୂରେଇ ରହିଲେ ପ୍ଲସ୍ ଆମର ଭକ୍ତ ଭଗବାନଙ୍କର ପାଖରେ ବାସ କଲେ, ଭଗବାନଙ୍କ ନାମ ଗୁଣ ରୂପ ଲୀଳା ଏସବୁ ଡିସ୍କସନ କଲେ। ହଁ, ଡିସ୍କସନ କରିକି ଭଗବାନ ପାଖରେ ବାସ କରିବା। ଗୋଟେ ଜିନିଷ ଛାଡିବା ପାପରୁ ଦୂରେଇ ରହିବା, ଆଉ ଗୋଟେ ଜିନିଷ କରିବା କଣ, ଏ ଜିନିଷ ଛାଡିଦେଲେ ପାଳନ କଣ କରିବା ନା ଭଗବାନଙ୍କର ଆଉ ଭକ୍ତଙ୍କ ନିକଟରେ ବାସ କରିବା। ବାସ କରିକି ତାଙ୍କର ଲୀଳା ଗୁଣ ରୂପ ସବୁ ବର୍ଣ୍ଣନା କରିବା। ତେଣୁ 24 ଘଣ୍ଟା ଜାଗା ଆଜି କଣ କରିବା, ଯଦି ଆପଣ ଠିକ ରୂପରେ ନିର୍ଜଳା କରିପାରୁଛନ୍ତି ତ ନିର୍ଜଳା କରିବେ, ଯଦି ବଡି ସପୋର୍ଟ କରୁଛି, ନହେଲେ 12ଟା ପରେ ଗୋଟେ ହାଫ ଡେ, ଦିନ 12ଟା ପରେ ଯଦି ଅତି ଆବଶ୍ୟକ ପଡୁଛି ପାଣି ପିଇକି କରିପାରିବେ। କିନ୍ତୁ ମେନ୍ ଜିନିଷ କଣ କରିବେ, ଦିନ ସାରା ଆଜି 1 ଲକ୍ଷ ମାଳା ଆଉ ହରିକଥା, ତାପରେ ଗ୍ରନ୍ଥ ଅଧ୍ୟୟନ, ଏସବୁ ଜିନିଷ ଯେତେ ଅଧିକ କରିପାରିବା। ଠିକ ଅଛି, କରି ଏକାଦଶୀକୁ ଠିକ ରୂପରେ ପାଳନ କରିବା। ଆଉ ଗୋଟେ ଜିନିଷ ପୁଣି ଅଛି ଯେ ପାରଣ ସମୟ। ଠିକ ତା ପରଦିନ ଆମର ଦ୍ୱାଦଶୀ ଦିନ ଠିକ ରୂପରେ ଆମର ପାଳନ କରିବାକୁ ପଡିବ। ଯୋଉ ସମୟରେ ପାରଣ ସମୟ ଅଛି, ନହେଲେ ବ୍ରତ ବୈଗୁଣ୍ୟ ଦୋଷ ଗୋଟେ ଲାଗେ। ଏକାଦଶୀ ବ୍ରତର ବୈଗୁଣ୍ୟ ଦୋଷ ଗୋଟେ ଲାଗେ ଯଦି ଠିକ ସମୟରେ ପାଳନ ନ କରିବେ। ଆମର କିଛି ନୂଆ ନୂଆ ଭକ୍ତ ମାନେ ଏଇ ଜିନିଷକୁ ଠିକ ସେ ଜାଣିନାହାନ୍ତି। ଯୋଉ ସମୟରେ ଆମର ଯେତେବେଳେ ଆମର ଗ୍ରୁପ ରେ ଛଡା ହଉଛି ଏକାଦଶୀ ତିଥି, ତାପରେ ତଳେ ତଳେ ଲେଖିଥିବ ପାରଣ ସମୟ ଲେଖା ହେଇଥିବ। ପ୍ରାୟତଃ ସୂର୍ଯ୍ୟୋଦୟ ପରେ ଆଉ ଗୋଟେ ପର୍ଟିକୁଲାର ସମୟ ଭିତରେ ପଡିବ। ତେଣୁ ସେଇ ସମୟରେ ପାଳନ କଲେ ବ୍ରତ ପୁରା କମ୍ପ୍ଲିଟ ହେଲା ଆଉ ତାର ଠିକ ରୂପରେ ଫଳ ପ୍ରଦାନ କରିବ। ଆମେ ସବୁ ଶୁଣିଛେ ନା ଯୋଉ ଅମ୍ବରୀଶ ମହାରାଜ ଆଉ ଦୁର୍ବାସା ଋଷିଙ୍କ ବିଷୟରେ। ଯଦି ଏତେ ଅସୁବିଧା ନଥାନ୍ତା, ଠିକ ସମୟରେ ପାଳନ କରିବାର ଆବଶ୍ୟକତା ନଥାନ୍ତା, ତାହେଲେ ଅମ୍ବରୀଶ ମହାରାଜ କାହିଁକି ଏତେ ଗୋଟେ ରିସ୍କ ଉଠେଇଥାନ୍ତେ। ଦୁର୍ବାସା ମୁନିକି ଅସନ୍ତୁଷ୍ଟ ହେଲେ, କେତେ ବଡ କାଣ୍ଡ ହେଇଗଲା। ସେ କାହିଁକି ଏତେ ବଡ ଟେନସନ ନେଲେ, ନହେଲେ ବ୍ରତ ବୈଗୁଣ୍ୟ ଦୋଷ ଲାଗିଥାନ୍ତା, ବ୍ରତ ଠିକ ଫଳ ମିଳିନଥାନ୍ତା। ତେଣୁ ଯେମିତି ଏକାଦଶୀ ବ୍ରତ ପାଳନ କରିବା ଯେମିତି ଇମ୍ପୋର୍ଟାଣ୍ଟ, ତେଣୁ ଠିକ ସମୟରେ ପାଳନ କରିବା ବି ସେତିକି ଇମ୍ପୋର୍ଟାଣ୍ଟ ଦ୍ୱାଦଶୀରେ, ତା ପରଦିନ। ତେଣୁ ଆମେ ଠିକ ସମୟରେ ପାଳନ କରିବା। ଦୁର୍ବାସା ଋଷି ଆସିକି ପହଞ୍ଚିଲେ ସେତେବେଳେ ଅମ୍ବରୀଶ ମହାରାଜ କଣ ପାଳନ କରିବାକୁ ଠିକ ଯାଉଥିଲେ, ସମୟ ହେଇଯାଉଛି। ଦୁର୍ବାସା ଋଷି କହିଲେ ମୁଁ ଟିକେ ସ୍ନାନ କରିକି ଆସେ। ତାପରେ ସେ ଖୋଜୁଥିଲେ କାହାକୁ ଦ୍ୱାଦଶୀରେ କଣ ପାଳନ କରିସାରିକି କାହାକୁ ଯୋଉ ବୈଷ୍ଣବ ମାନଙ୍କୁ ସେବା କରିକି ତାପରେ ଅନୁକଳ୍ପ ପାଇଥାନ୍ତି। ତ ଯେତେବେଳେ ଦୁର୍ବାସା ଋଷି ଆସିବାକୁ ଲେଟ୍ ହେଲା, ସମୟ ବିତି ଯାଉଛି, ସମସ୍ତ ବ୍ରାହ୍ମଣ ବୈଷ୍ଣବ ମାନଙ୍କୁ କଥାବାର୍ତ୍ତା ହେଲେ, କନସଲ୍ଟ କଲେ
ହେଲା ପରେ ସେ କହିଲେ ଯେ ଯୋଉ ଖାଲି ଜଳପାନ କରିକି ପାଳନ କରିଦିଅନ୍ତୁ। ଜଳ ମାନେ ଯୋଉ ଆମର ଭଗବାନଙ୍କର ଇଏ ଯୋଉ ପାଦଦୂତ ଜଳ ତ ପାଳନ କରିଦିଅନ୍ତୁ। ସେଇଟା ପାଳନ କଲେ ପାଳନ କରିବା ବି ହବ ନ କରିବା ବି ହବ, କିନ୍ତୁ ତାଙ୍କର ଆଦେଶ ବି ଅମାନ୍ୟ ହବନି, ଯେହେତୁ ଆପଣ କିଛି ପ୍ରସାଦ ଗ୍ରହଣ କରିନାହାନ୍ତି ଆପଣଙ୍କ ପାରଣ ବି ହେଇଯିବ। ସେ ନିର୍ଜଳା କରୁଥିଲେ, ତେଣୁ ଜଳ ଦ୍ୱାରା ପାଳନ କଲେ। ଜଳ ତୁଳସୀ ପାଇକି ପାଳନ କରିଛନ୍ତି, ଦୁର୍ବାସା ଋଷି ଜାଣିପାରିଲେ, ଆସିକି ପୁରା ଭୟଙ୍କର ରୂପ, ତୁମେ କେମିତି ମତେ ପୂର୍ବରୁ ତମେ କେମିତି ପାଇଦେଲ କିଛି, ତ ରାଗିଗଲେ। ରାଗିକି କୃତ୍ୟା ନାମକ ରାକ୍ଷସୀକୁ ପ୍ରକଟ କଲେ। ଇଆଡେ ଭଗବାନ ବି ଭକ୍ତଙ୍କ ଉପରେ ଯେତେବେଳେ ପଇଲା, ଭଗବାନ ବି ସେତେବେଳେ କଣ ନିଜ ସୁଦର୍ଶନ ଚକ୍ରକୁ ଛାଡିଲେ। ଭଗବାନ ଅନେକ ବସିଥିଲେ। ଇଆଡେ ଦେଖନ୍ତୁ, ଅମ୍ବରୀଶ ମହାରାଜ ଜଣେ ଗୃହସ୍ଥ, ସେ ପୁଣି ରାଜା। ଦୁର୍ବାସା ଋଷି ଜଣେ କଣ ତପସ୍ୱୀ ସନ୍ନ୍ୟାସୀ। ସିଏ ଇଆଡେ ତାଙ୍କ ପ୍ରତି ଅମ୍ବରୀଶ ମହାରାଜଙ୍କ ପ୍ରତି ଟିକେ ଅପରାଧ କରିଦେଲେ। ସେଥିପାଇଁ ଭଗବାନ ନିଜେ ସୁଦର୍ଶନ ଚକ୍ରକୁ ଛାଡିଦେଲେ। ତ ସେତେବେଳେ ଅମ୍ବରୀଶ ମହାରାଜ ନା ଭଗବାନଙ୍କର ଦର୍ଶନ କରିଛନ୍ତି ନା କିଛି କରିଛନ୍ତି, ସେ ଖାଲି ସାଧନ କରୁଥିଲେ, ସାଧନ ସ୍ତରରେ ଥିଲେ। ଆମେ ଯେମିତି ସବୁ ସାଧନ କ୍ରିୟା କରୁଛେ, ସେମିତି ଅମ୍ବରୀଶ ମହାରାଜ ସାଧନ କ୍ରିୟାରେ ଥିଲେ। ତଥାପି ସେ ନିଷ୍ଠାର ସହ ଭଗବାନଙ୍କର ଯେତେବେଳେ ପୂର୍ଣ୍ଣ ଶରଣାଗତ ହେଇକି ଭକ୍ତି କରୁଥିଲେ, ସେଥିପାଇଁ ଭଗବାନ ସହିପାରିଲେନି, ଦୁର୍ବାସା ଋଷିଙ୍କ ଭଳିଆ ସନ୍ନ୍ୟାସୀଙ୍କୁ ବି ଛାଡ଼ିଲେନି କଣ ସୁଦର୍ଶନ ଚକ୍ର ଛାଡ଼ିଲେ। ଏସବୁ ଷ୍ଟୋରି ଆପଣ ଭଲ ଭାବରେ ଜାଣିଛନ୍ତି। ତାପରେ ସୁଦର୍ଶନ ଚକ୍ର ଯେତେବେଳେ ତାଙ୍କ ପଛରେ ଯେ ଗୋଡେଇଲା, ସେ କୋଉଠୁ ଯାଇକି ବୁଲି ନାହାନ୍ତି, ବ୍ରହ୍ମାଙ୍କ ପାଖକୁ, ଶିବଙ୍କ ପାଖକୁ, ସେ ତ ସବୁଆଡେ ଯାଇପାରିବେ, ମହା ତପସ୍ୱୀ ଥିଲେ, ସନ୍ନ୍ୟାସୀ। ତାପରେ ବିଷ୍ଣୁଙ୍କ ପାଖକୁ ବି ଗଲେ, ବିଷ୍ଣୁ ବି ମନା କରିଦେଲେ, ମୁଁ ବି କିଛି କରିପାରିବିନି, ତମେ ଯୋଉଠି ଅପରାଧ କରିଛ ସେଠିକି ଯାଅ। ତାପରେ ସେ ଅମ୍ବରୀଶ ମହାରାଜଙ୍କ ପାଖରେ ଆସିକି ଶରଣ ଗଲେ। ମାନେ କୋଉ ଭଳିଆ ସନ୍ନ୍ୟାସୀ ତପସ୍ୱୀ, ସିଏ ଆସିକି ଲାଷ୍ଟରେ ଜଣେ ସାଧକ ଭକ୍ତଙ୍କ ପାଖରେ ଆସିକି ଶରଣାଗତ ହେଲେ। ତାପରେ ସେ ପ୍ରାର୍ଥନା କଲେ ଯେତେବେଳେ ଅମ୍ବରୀଶ ମହାରାଜ, ଯେ ସୁଦର୍ଶନ ଚକ୍ର ଆପଣ, ମୁଁ ଯଦି ସତରେ କିଛି ଭକ୍ତି କରିଥିବେ, ଆପଣ ତାଙ୍କୁ କ୍ଷମା କରିଦିଅନ୍ତୁ, ସନ୍ତୁଷ୍ଟ ହୁଅନ୍ତୁ, ଶାନ୍ତ ହୁଅନ୍ତୁ। ତାପରେ ସେ ଶାନ୍ତ ହେଲେ। ହୁଁ ତେଣୁ ଠିକ ରୂପେ ଠିକ ସମୟରେ ପାଳନ କରିବା ବି ଆବଶ୍ୟକ। ତେଣୁ ଆମେ ଆଜି ଭଲସେ ଯେତିକି ସବୁ କରିପାରିବା, ଉପବାସ ରହିକି, ନିର୍ଜଳା ରହିକି, ଆଉ ଯେତେ ସବୁ ଅଧିକ ସମୟ ହେଇପାରିବ, ଆମେ କଣ ଭଗବାନଙ୍କ କଥା କୀର୍ତ୍ତନ କରି ଶୁଣି ଏକାଦଶୀକୁ ଠିକ ରୂପେ ପାଳନ କରିବା। ସୁଧୀ ମାତାଜୀ କଣ କହୁଛନ୍ତି? ଧନ୍ୟବାଦ ପ୍ରଣାମ। ମାନେ ଦଣ୍ଡପଣା। 5ଟା 52 ମିନିଟରେ ପାରଣ ରହିଛନ୍ତି, ଏତେ ଜଲଦି ଆମେ କୋଉ ପ୍ରକାର ପାଳନ କରିବୁ? 5ଟା 52ରେ ଲେଖା ହେଇଛି ପାରଣ, ନା ସେଇଟା ଆଜ୍ଞା। ଇଏ ସମୟ ଲେଖା ହେଇଛି? କଣ ତୁଳସୀ ଚୟନ ଗୋଟେ ନାହିଁ? ମୁଁ ଦେଖୁଛି, ବେଳେ ବେଳେ ଏଇଟା ଦ୍ୱାଦଶୀଟା ରେ ଆମର ଏକାଦଶୀଟା ପଡୁଛି, ତ ତେଣୁ ଦିଟା ଯାହା ପାଳନ କଲେ ଦିଟା ଫଳ ମିଳିବ। ସମୟଟା ଲେଖା ହେଇଥିବ, କୋଉ ସମୟରୁ କୋଉ ସମୟ ଭିତରେ ପାଳନଟା। 5ଟା 52 ମିନିଟ। ପରଦିନ ସୂର୍ଯ୍ୟୋଦୟ ପରେ ପୂର୍ବାହ୍ନ 9:22 ପୂର୍ବରୁ ପାରଣ। ନଅଟା ଏଇଟା 3 ନଅଟା ଜୁନ, ସରି, ବାଇଶି ଏଇଟା ନୁହଁ। ହୁଁ, ପରଦିନ ସୂର୍ଯ୍ୟୋଦୟ ପରେ ପୂର୍ବାହ୍ନ 5:52 ପୂର୍ବରୁ ପାରଣ। ଆଜ୍ଞା ସୂର୍ଯ୍ୟୋଦୟ ତ କେତେଟାରେ ହଉଛି? 5ଟା 5:30 ସୁଦ୍ଧା ହେଇଯାଉଛି। ଆଜ୍ଞା। 5:10-15 ବେଳେ ହଉଛି ବୋଧେ। 5:52 ଯୋଉ ସମୟ ଅଛି, ପାଳନ କରିଦେବେ, କଣ ଅସୁବିଧା ଅଛି? ନାଇଁ ମାନେ ତା ପୂର୍ବରୁ ସ୍ନାନ ପ୍ରସାଦ ବନେଇକି ନୈବେଦ୍ୟ କରିବୁ ପାଇବୁ ନା ଖାଲି ନିର୍ମାଲ୍ୟ ପାଇଦେଲେ? ଟିକେ ନିର୍ମାଳ ପାଇକି ପାଳନ କରିଦେବେ, ତାପରେ ପ୍ରସାଦ ବନେଇକି କରିପାରିବେ। ଆଗ ଆଜ୍ଞା ପାଳନ କରିଦେବେ ସମୟ ଅନୁସାରେ। ଆଜ୍ଞା। ନିର୍ମାଲ୍ୟ ଘରେ ଥିବ, ଟିକେ ପାଇକି ପାଳନ କରିଦେବେ, ସ୍ନାନ ଫାନ କରି ଆଜ୍ଞା ସବୁ କାମ ସାରି। ତାପରେ ଆପଣ ପାଳନ ହେଇଗଲା ପରେ, କମ୍ପ୍ଲିଟ ହେଇଗଲା, ତାପରେ ଆପଣ ବନେଇକି ଯାହା ଇଏ କରିବେ, ଆଉ କଣ ଅଛି, ପ୍ରସାଦ ବନେଇକି। ଆଜ୍ଞା। ଠିକ ଅଛି। ହଁ। ହରେ କୃଷ୍ଣ। ଆଜ୍ଞା ଆମେ ରହୁଛି। ଦଣ୍ଡ। ଆଜି ଯୋଉ ଏକାଦଶୀ ଟା ପ୍ରାଞ୍ଜଳ ଏକାଦଶୀ ଲେଖା ହେଇଛି କାଇଁ? ପ୍ରାଞ୍ଜଳ ଦ୍ୱାଦଶୀ ତା ମାନେ କଣ? ତାମାନେ କଣ ମୁଁ ତ ଜାଣିନି, କଣ ଗୋଟେ ହେଇଥିବ ଆଉ। ଏକାଦଶୀରେ 24ଟା ଏକାଦଶୀ ଅଲଗା ଅଲଗା ସବୁ ନାଁ। କୋଉ ନା କୋଉ ସ୍ପେଶାଲ
ପାଣ୍ଡବ ନିର୍ଜଳ ଏକାଦଶୀ କୁହାଯାଏ, ନହେଲେ ଏଟା ପ୍ରାଞ୍ଜଳ ଦ୍ୱାଦଶୀ ବି ଲେଖା ହେଇଛି। ତା ଦିଟା ଡିଫରେଣ୍ଟ ଅଛି। ପ୍ରାଞ୍ଜଳ ଦ୍ୱାଦଶୀ ନାଁଟା କିନ୍ତୁ ତାପରେ ତା ପାଣ୍ଡବ ନିଜଳ ଏକାଦଶୀ ତା ନାଁ ହେଇଛି, କାହିଁକି ନା ଯେତେବେଳେ ଭିଞ୍ଜି ମାନେ ପାରିଲେନି ଏକାଦଶୀ କରିବାକୁ, ତାକୁ ଭଗବାନ ଏଟା କହିଥିଲେ ଯେ ତମେ ଏକାଦଶୀ ପାଳନ କର, 24ଟା ଏକାଦଶୀର ନିଜଳ ଏକାଦଶୀର ଫଳ ମିଳିବ। ତାପରେ ତା ନାଁଟାକୁ ଅଲଗା ଗୋଟେ ବି ନାଁ ହେଲା, ଯେତେବେଳେ ଏଟାକୁ ବି ଯୋଉ ପାଣ୍ଡବ ନିଜଳ ଏକାଦଶୀ କୁହାଯାଏ। ଯେ ତାର ମୁଖ୍ୟ ନାଁ ଥିଲା ତା ପୂର୍ବରୁ ଏଇ ନାଁଟା। ତ ତାର ତା ଦିଟା ଏକାଦଶୀର ତ ବିଭିନ୍ନ ବେଞ୍ଜୁଳି ମହାଦ୍ୱାଦଶୀ, ବେଞ୍ଜୁଳି ବିଭିନ୍ନ 24ଟା ଏକାଦଶୀରେ ବିଭିନ୍ନ ବିଭିନ୍ନ କାରଣ ସବୁ ଅଛି, ଏଇ କାରଣ ଯୋଗୁ ହେଇଥିବ। ଠିକ ଅଛି ମାନେ ଦିଟା ଜିନିଷ ଥାଏ ଏକାଦଶୀର, କୌଣସି ତିଥିର ଦିଟା ଫଳ, ଗୋଟେ ଗୌଣ ଫଳ ଥାଏ, ଗୋଟେ ମୁଖ୍ୟ ଫଳ ଥାଏ। ଗୌଣ ଫଳ କାହିଁକି ଲେଖା ହେଇଥାଏ ନା ସାଧାରଣ ଲୋକଙ୍କୁ ଆକୃଷ୍ଟ କରିବାକୁ। ସାଧାରଣ ଲୋକଙ୍କୁ ଯଦି ମୁଖ୍ୟ ଫଳ ଦ୍ୱାରା ସେ ଆକୃଷ୍ଟ ହୁଅନ୍ତି ନାହିଁ, ଏକାଦଶୀ କର, ଏକାଦଶୀରେ ଭକ୍ତି ମିଳିବ, ତାଙ୍କର ତା ସହିତ କିଛି ଲିଙ୍କ ନଥାଏ। ତେଣୁ ତାଙ୍କୁ କିଛି ଗୌଣ ଫଳ ଦେଖେଇକି ତ ଯେତେବେଳେ ସେ ଆକୃଷ୍ଟ ହୁଅନ୍ତି, ଏଇ ଜିନିଷ ପାଇବାକୁ ମୁଁ ଚାହୁଁଛି, ଆକୃଷ୍ଟ ହୁଅନ୍ତି, କରିବା ଷ୍ଟାର୍ଟ କରିବେ, କଲା ପରେ ତାଙ୍କୁ ତା ମୁଖ୍ୟ ଫଳଟା ସାଧୁ ସଙ୍ଗ ଦ୍ୱାରା ତାପରେ ପାଳନ କରିକି ତାଙ୍କୁ ମୁଖ୍ୟ ଫଳଟାରେ ଆସ୍ତେ 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 ତାଙ୍କର ଇଚ୍ଛା ଜାଗ୍ରତ ହୁଏ, ଆଉ ସେଥିପାଇଁ ସେ ଅଧିକାରୀ ହୁଅନ୍ତି। ତାପରେ ଏଇ ଗୌଣ ଫଳକୁ ଛାଡିକି ଠିକ ଠିକ ରୂପରେ ସେ ପାଳନ କରନ୍ତି। ତେଣୁ ଏକାଦଶୀ ତିଥି କିମ୍ବା ଆମର ଯେତେ ପ୍ରକାର ସବୁ ଅଛି ନୀତି ନିୟମ ଶାସ୍ତ୍ରରେ ସବୁ ବର୍ଣ୍ଣନା କରାଯାଇଛି, ଏସବୁ ଜିନିଷ ପାଳନ କରିବାକୁ ଗୋଟେ ଗୋଟେ ସବୁ ମାନେ ଦିଆ ହେଇଛି କଣ, ଗୌଣ ଫଳକୁ ଗୋଟେ ଗୋଟେ ଇଏ ଦିଆହେଇଛି, କହନ୍ତିନି କଣ ଟ୍ରେଲର ଦେଇକି ସବୁ ଡାକନ୍ତି, ତାପରେ ମୁଖ୍ୟ ଫଳକୁ ତମେ ଫିଲ୍ମ ଦେଖାନ୍ତି, ତ ତାଙ୍କର ସେଥିରେ ଆଗ୍ରହ ବଢିବ ସାଧାରଣ ଲୋକମାନଙ୍କ ପାଖରେ। ତ ବ୍ୟଞ୍ଜଳ ସେ ଯୋଉ ଲେଖା ହେଇଛି ସେଥିରେ କଣ ତାର ଇଏରେ ଥିବ, 24 ଏକାଦଶୀର କଣ ସବୁ ଅଲଗା ଅଲଗା ନାଁ ଅଛି। ପୁତ୍ରୋଦୟ ଏକାଦଶୀ, ଏଇ ଦି ତିନିଟା ସମସ୍ତେ ଜାଣନ୍ତି। ପୁତ୍ର ଯାରା ପ୍ରଦାନ କରିବା ସେ ପୁତ୍ର ପ୍ରଦାନ କରିବ। ଏମିତି ସବୁ ଗୋଟେ ଗୋଟେ ଯୋଉ ଏକାଦଶୀ ନାଁ ଅଛି, ତେଣୁ ଏଥିରେ ସ୍ପେଶାଲ ନାଁ ଥିବ, କୋଉ କାରଣ ଯୋଗୁ ସବୁ ଇଏ ହେଇଥିବ। ତ ଆମ ମାନଙ୍କର ତ ମୁଖ୍ୟ ଫଳ ରହିଲା, ଆମେ ମୁଖ୍ୟ ଫଳରେ ଧ୍ୟାନ କରିବା, ଗଣକୁ ଆମେ କାହିଁ ଦେଖିବା। ଠିକ ଅଛି, ଆମେ ଏକାଦଶୀ ପାଳନ କାହିଁ କରୁଛେ, ଭକ୍ତି ଜନନୀ, ଭକ୍ତି ପ୍ରଦାନ କରିବ, ବାସ୍ ଆମର ଲକ୍ଷ୍ୟ ମୁଖ୍ୟ ସ୍ଥାନରେ ମାଧବ ପାଳନ କରୁଛୁ ଭକ୍ତି ପାଇଁ, ବୁଝିଲା। ଆଉ ତାର ନାଁଟା ସ୍ପେଶାଲି କଣ ପାଇଁ ହେଇଛି ସେଟା ଗୁଗୁଲ ସର୍ଚ୍ଚ କଲେ କି ବହି ପଢିଲେ ଜଣା ପଡିବ। ସେଥିପାଇଁ କେବେ ଧ୍ୟାନ ଦେଇନି କି, ଆପଣ ଏଥିରେ ମୁଖ୍ୟ ଲକ୍ଷ୍ୟରେ ସବୁବେଳେ ଧ୍ୟାନ ରଖିଥାନ୍ତୁ ଆଉ। ଠିକ ଅଛି, ହରେ କୃଷ୍ଣ। ପ୍ରଣାମ ପ୍ରଭୁଜୀ। ପ୍ରଣାମ ମାତାଜୀ। ଆଜ୍ଞା। ପ୍ରଭୁଜୀ, ନିର୍ଜଳା ଏକାଦଶୀ କଲେ ତ ଆଉ ଅନୁକଳ୍ପ ପ୍ରସାଦ ଭଗବାନଙ୍କ ସେବାରେ ଲାଗିପାରିବନି। ତ ଲାଗିପାରିବନି କାହିଁକି, ଲଗେଇବେ ନା। ଅନୁକୂଳ ପ୍ରସାଦ ଲଗେଇଲେ ସେ ପ୍ରସାଦ କେତେ ପାଇବାକୁ ବି ନଥିବ, ଆଉ ଘରେ କେତେ ନାହାନ୍ତି କେମିତି କରିବ। ରଖିବେ ତ କାଲି ପାଇବେ, ଭଗବାନଙ୍କୁ ଉପାସ ରଖିବେ ନା କଣ। ନାଇଁ ଅନ୍ନ ମହାରାଜ ଲଗେଇଲେ କହୁଥିଲେ ନା। ଅନ୍ନ ଲଗେଇବେ। ଅନ୍ନ ଲଗେଇ ଦେଇ ସେଟା ରଖିଥିବ, କାଲିକି ସେଇଟା ପାରଣା ରୂପରେ ସେବନ କରିପାରିବ। ହୁଁ, କାଲି ତାପରେ କିନ୍ତୁ କାହାକୁ ହବ ସେ ପାଳନ କରିବେ କିମ୍ବା କାହାକୁ ଦେବେ ଆଉ। ସିଏ ଭୋଗ ବି ତ ଲଗେଇବେ, ନାହାନ୍ତି। ଯିଏ ନଥାନ୍ତି ହଁ। ତାକୁ ରଖିଦେବେ, କାଲି ପାଇବେ। ଅନ୍ନପ୍ରସାଦ ରଖିଦେବେ, କାଲି ପାଇବେ, ଆଉ କଣ ଅଛି। ହଁ, ଅନ୍ନପ୍ରସାଦ ଲଗେଇଦେଲେ କି ତ ହବ, କାଲି ଆଉ କିଛି ହୁଁ ଆବଶ୍ୟକ ନାହିଁ। ଆଉ ଅନୁକଳ୍ପ କାହିଁ କରିବେ, ଅନୁକଳ୍ପ ତ ହୁଁ। ଭଗବାନଙ୍କୁ ଅନ୍ନପ୍ରସାଦ ହିଁ ଲଗାନ୍ତି। ଅନୁକଳ୍ପ ଆମେ ନିଜ ପାଇଁ କରୁଥିଲେ, ଅନୁକଳ୍ପ ଭୋଗ ହୁଁ। ଲଗୁଥିଲେ, ଆମେ ତ ପାଇବାନି, ବାସ୍ ସଇଲା। ଭୋଗ ଲଗେଇବେ, ପ୍ରଭୁଜୀ ଠାକୁରଙ୍କ ଘରେ ଯଦି ବିଗ୍ରହ ଅଛନ୍ତି କିଏ ଅଛନ୍ତି ଭୋଗ ଲଗେଇବେ। ପ୍ରଭୁଜୀ, ନିର୍ଜଳା ମାନେ ଆଜିଠୁ ପୁରା କାଲି ପାରଣା ପାଇଲା ଯାଏଁ ପୁରା ସେମିତିଆ ରହିବାକୁ ପଡିବ। ହୁଁ 5ଟା 22 ଦିନ। ହଁ, 5ଟା 22 ନୁହଁ, ହଁ ତାପରେ ମାନେ ସୂର୍ଯ୍ୟ ଉଦୟ ଯୋଉ ସମୟ ଲେଖା ହେଇଛି, ସୂର୍ଯ୍ୟ ଉଦୟ ପର୍ଯ୍ୟନ୍ତ, ସୂର୍ଯ୍ୟ ଉଦୟ ତାପରେ ପରେ ପାରଣା ପାଳନ କରିବେ। ପାରଣା ସମୟ ପର୍ଯ୍ୟନ୍ତ। ହୁଁ, ଆକ୍ଚୁଆଲି ସେଇଟା ଆମର କଳି ଯୁଗର ବଡି। ଆପଣ ଅତ୍ୟଧିକ ପ୍ରେସର ଦେବେନି ବଡି ଉପରେ, ଯେ ପୁରା ମାନେ ଅନ୍ୟାନ୍ୟ ମୂଳ ଜିନିଷକୁ ଛାଡିଦେବେ। ଚେଷ୍ଟା କରିବେ ଯେତିକି କରିକି ଗୋଟେ ଲକ୍ଷ୍ୟ ମାଳା କରିବା, ପୁରା କଥା ଶୁଣିବା ଦିନ ସାରା, ଏଥିରେ ଯେତେ ସମୟରୁ ଯେତେ ସମୟ ଏନଗେଜ ହେଇପାରିବ, ସବୁବେଳେ ମୁଖ୍ୟ ଫଳକୁ ଲକ୍ଷ୍ୟ ରଖିଥିବେ। ଆଉ ଯଦି ବଡି ଅତ୍ୟଧିକ ସପୋର୍ଟ କରୁନି, ଅସୁସ୍ଥ ହେଇଯାଉଛି, କଣ ହୁଏ ଆମେ କାଲି ଯଦି ଆପଣ ଠିକ ଠିକ ରୂପରେ କାଲି ସନ୍ଧ୍ୟା ବେଳଠୁ ଠିକ ଠିକ ରୂପରେ ପ୍ରୋସେସ ରେ ଯାଇନଥିବେ, ମାନେ ରାତିରେ ଅଧିକ ଖାଇ ଦେଇଥିବେ,
ଖାଇକି ବ୍ରସ୍ କରିକି ସବୁ ପଇଲେ ଏଇ ସକାଳକୁ ବଡିରେ ପାଣି ଦରକାର, କାରଣ ସେଇ ସବୁ ହଜମ କରିବାକୁ, ନହେଲେ ଟକ୍ସିନ୍ କ୍ରିଏଟ୍ ହବ। ତ ଆପଣ ଯଦି ଠିକ୍ ଠିକ୍ ରୂପେ କାଲି ହିଁ ପ୍ରିପେୟାର ହେଇନଥିବେ, ଆଜି ସେଇଟା ବଡି ଅଧିକ ପାଣି ରିକ୍ୱାରମେଣ୍ଟ କରିବ, ଆପଣ ନିର୍ଜଳା ଇଆଟେ କରିଦେବେ। ତ ସେଇଟା କଣ ଟକ୍ସିନ୍ ହେଇକି ମୁଣ୍ଡକୁ ଚଢିଯିବ, ନିଜ ମୁଣ୍ଡ ବୁଲେଇବ। ତାପରେ ଖରାରେ ତରାରେ ବୁଲିଲେ ବଡିରୁ ବାହାରିଲା କଣ, ଝାଳ ବୋହିଲା, ଝାଳ ବୋହିଲେ ସେଇଟା ସବୁ ଡିହାଇଡ୍ରେସନ ହେଇଯିବ। ତ ସେଠି କଣ ହବ, ଯଦି ଏକାଦଶୀ ନିର୍ଜଳା କରିବାର ସାମର୍ଥ୍ୟ ଅଛି ତ ସେଇ ଅନୁସାରେ କାଲିଠୁ ପ୍ରିପେୟାର ହେବେ, ସନ୍ଧ୍ୟାବେଳଠୁ ଖାଇ ଦେଇକି ପାଣି ପ୍ରଚୁର ପିଇବେ, କିନ୍ତୁ ଯାହା ସବୁ ଅଛି ସବୁ ହଜମ ହେଇଯିବ, ଟକ୍ସିନ୍ ସବୁ ବାହାରିଯିବ, ବାସ୍ ସକାଳକୁ ଆପଣଙ୍କ ଆଉ କିଛି ନଥିବ। ତାପରେ ଦିନ ସାରା କରିପାରିବେ, ଆଉ ମୁଣ୍ଡ ବୁଲେଇବନି। ତାପରେ ଖରା ତରାରେ ବାହାରିବାର ନାହିଁ, ହେଲେ ବଡିରୁ ଝାଳ ବୋହିଲେ କଣ ହବ, ପାଣି ରିକ୍ୱାରମେଣ୍ଟ ହବ। ଏଇଟା ଆପଣ ରିକ୍ୱାରମେଣ୍ଟ କରୁଥିବେ, ଆପଣ ଜବରଦସ୍ତି ବଡି କରୁଥିବେ, ହେଲେ କଣ ଅସୁସ୍ଥ ହେଇଯିବ। ଅସୁସ୍ଥ ହେଲେ ଏପଟକୁ ଯୋଉ ହରିନାମ କରିବା କଥା, ଯୋଉ କଥା ଶୁଣିବା କଥା, ସେ ବିଲକୁଲ ମନ ଲାଗିବନି। ଖାଲି ମୁଣ୍ଡ ବୁଲଉଥିବ, ମୁଣ୍ଡକୁ ଧରିକି ଶୋଇବେ, ଲାଭ କଣ? ତା ଅପେକ୍ଷା ଟିକେ ପାଣି ପିଇ ଦେଇକି ଏକାଦଶୀ କରିବାଟା ବେଟର ତା ଅପେକ୍ଷା। ବୁଝିଲେ ନା, ବଡିରେ ରିକ୍ୱାରମେଣ୍ଟ ଯେତିକି ଅଛି ସେଇ ଅନୁସାରେ କରିବେ। ଆମର ମନରେ ମଠରେ ବି ମିଶ୍ରି ମହାରାଜ ମାନେ କୁହନ୍ତି। ମିଶ୍ରି ଭୋଗ ଲଗେଇ ଦେଇଥିବ, ମିଶ୍ରି ପାଣି କରିକି ପିଇ ପାରିବ, ନହେଲେ ମନେ ଜୁସ୍ ଭୋଗ ଲଗେଇଥିବ, ଜୁସ୍ କରି ପିଇ ପାରିବ, ବାକି ହବ, ଠିକ ଅଛି, ଚଳିବ। ପିଅନ୍ତୁ, ଚଳିବ। ନ ରହି ଯଦି ପାରିଲେ, ନ ରହି ପାରିଲେ। ଯଦି ରହିପାରୁନାହାନ୍ତି ତାହେଲେ କରନ୍ତୁ, କିଛି ଅସୁବିଧା ନାହିଁ। କିନ୍ତୁ ମୂଳ ଜିନିଷକୁ ଛାଡିବେନି। ଯଦି ମୂଳ ଜିନିଷ ସହ କରିପାରୁଛନ୍ତି ତାହେଲେ ବହୁତ ବଢିଆ, ବହୁତ ବଢିଆ। ସକାଳେ ଯାଇ ରହିବେ, ପୁରା 24ଟା ଯାକର ଆପଣଙ୍କର ନିର୍ଜଳାର ଫଳ ମିଳିବ। ତାହେଲେ ଆମେ ମାନେ ମୁଁ ଆପଣଙ୍କୁ ପ୍ରବଚନ କରୁଛି ଆପଣ ପାଣି ପିଅନ୍ତୁ, ଜୁସ୍ ପିଅନ୍ତୁ, ସେଥିପାଇଁ ମୁଁ କହୁନି। ମୁଁ କହୁଛି ଯେ ଆପଣ ଯଦି ପାରୁନାହାନ୍ତି ତାହେଲେ ଜବରଦସ୍ତି କରନ୍ତୁ। ନାଇଁ ନାଇଁ, ଶୁଭ ଖ୍ରୀଷ୍ଟାନ ମୋର 2 ଜଣ ଯାକ ମିଶିକି ପ୍ରାୟ 3 ବର୍ଷ ହେଲା କରୁଥିଲୁ ଏମିତି ନିର୍ଜଳା ବ୍ରତ। ନିର୍ଜଳା କିନ୍ତୁ ଏବେ ତାହେଲେ ତ ବହୁତ ହଁ, ବଢିଆ। ନିର୍ଜଳା ଶୁଭ ଖ୍ରୀଷ୍ଟ ବି କରୁଥିଲା। ହୁଁ ତ ଏବେ ଲେଖା ଏକା ହେଲାନି ବାଞ୍ଜୁଳା। ମୁଁ ଏବେ ତାକୁ ଫୋନ କରି କହିବାକୁ ପଡିବ ଯେ ଏଇଟା ବି ନିର୍ଜଳା ରହିପାରିବୁ ତୁ, ଯଦି ପାରିବୁ ବୋଲି। ସେ କାଲି ଏକା ପଳେଇଲା, ହଁ ଏଠି ଥିଲା। ଆଚ୍ଛା। ପ୍ରଭୁ ତାର କିଛି ପ୍ରଶ୍ନ ଉତ୍ତର କିଛି ଭୁଲ ରହିଯାଉଛି, ତାକୁ କ୍ଷମା କରିଦେ, କରିପାରୁଛି କି ନାଇଁ କି କଣ କିସ ସେବାରେ ସେ କଣ ତ ବଢିଆ ଛୋଟିଆ କରୁଛି, ସେବା କରୁନି କାହିଁକି? ଯୋଉ ଛୋଟିଆ ସେବାଟେ ଦେଇଛନ୍ତି, ସେ ଭଲ ରୂପେ କରିପାରୁଛି କି ନ କରିପାରୁଛି କଣ। ଭଲ ରୂପରେ କରୁଛି। ପହରଦିନ ପ୍ରଶ୍ନ କରୁଥିଲା, ମୁଁ ଯାଇ ଦେଖୁଥିଲି, ମତେ କଣ କଣ ପଚାରୁଥିଲା, ମୁଁ କୋଉଟା ନ କହିପାରିଲେ ମତେ ଠିକ ଠିକ ଅଛି, ଥାଉ ଥାଉ, ଆପଣ କିଛି କୁହନ୍ତୁନି ଆଉ ଏଠି, ହେଲା। ଠିକ ଅଛି, ହଉ 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 ଆପଣ ପ୍ରଭୁ, ପାଳନ ପ୍ରଣାମ କରନ୍ତୁ ଆଉ ଠିକ ରୂପରେ। ପ୍ରଣାମ ପ୍ରଣାମ। ପ୍ରଭୁଜୀ। ପ୍ରଣାମ। ଗୀତାଞ୍ଜଳି ପାଢି ମତେ ଶୁଣନ୍ତୁ। ଦଣ୍ଡ ପ୍ରଣାମ ପ୍ରଭୁଜୀ। ଦଣ୍ଡ ପ୍ରଣାମ। ପ୍ରଭୁଜୀ, ଯୋଉ ପାଳନ କରିବା ପୂର୍ବରୁ ଆମେ ବୈଷ୍ଣବଙ୍କୁ କିଛି ଦେଇକିରି ପାଳନ କରିବା, ନା ପ୍ରଥମେ ପାଳନ କରିଦେଇକି ପରେ ଦେଲେ ଚଳିବ ନା କଣ? ଦେଇକି ତ କରିବା କଥା, କିନ୍ତୁ ପ୍ରଥମେ ଆପଣ ସେଇ ସମୟରେ ଟିକେ ନିର୍ମାଲ୍ୟ ପାଇକି ପାଳନ କରିଦେବେ, କାରଣ ତା ପୂର୍ବରୁ ତ ଆପଣ ଏତେ ସକାଳୁ କଣ କରିପାରିବେ ପ୍ରାକ୍ଟିକାଲି। ତେଣୁ ନିର୍ମାଲ୍ୟ ପାଇକି ପାଳନ କରିଦେବେ। ତାପରେ ଯେତେବେଳେ ଆପଣ ଅନୁକଳ୍ପ ପାଇବା ପୂର୍ବରୁ ବୈଷ୍ଣବଙ୍କୁ ଘରକୁ ଡାକିକି, ଆଉ କିମ୍ବା କୌଣସି ପ୍ରକାର ଯଦି ସେଇଟା ବି ମିଳୁନି, କୌଣସି ସେବା କୌଣସି ବୈଷ୍ଣବ ପାଖକୁ ପଠେଇକି, ଆଜିକାଲି ଫୋନ ପେ ହେଇଗଲାଣି, ଏସବୁ କରିକି ଆଗ ଇଏ କରିଦେବେ, ତାପରେ ଅନୁକୂଳ ପ୍ରସାଦ ପାଇବେ ଆଉ। ଠିକ ଅଛି, ନହେଲେ ସକାଳୁ ସକାଳୁ ବି ଯଦି ବୈଷ୍ଣବ ସେବା କରିଦେଇକି ପ୍ରଥମେ ତାପରେ ଇଏ ପାଳନ କରିବେ, ତାହେଲେ ଭଲ। ସକାଳୁ ସକାଳୁ କିଏ ଅନୁକଳ୍ପ ପାଇବା ଆସିପାରିବେ? ପୂର୍ବରୁ ସେବା କରିବା କଥା। ସେଇତ କଥା, ସକାଳୁ ସକାଳୁ ତ କେହି ଆସିପାରିବେନି। ତେଣୁ ଯଦି ବି ଆପଣ ଯୋଉ ପାଳନ କରିସାରିଲେ, ତାପରେ ଅନୁକଳ୍ପ ପୂର୍ବରୁ କିଏ କାହାକୁ ଡାକିକି ସେ ପାଖରେ କିଏ ବୈଷ୍ଣବ ଥିବେ, କରିପାରିବେ, ବହୁତ ବଢିଆ। ନହେଲେ ଆମର ଯୋଉ ମାନେ ଅନଲାଇନ ଥ୍ରୋରେ ବୈଷ୍ଣବ ମାନଙ୍କ ପାଖକୁ ସେବା ପଠେଇଦେବେ, ବାସ୍। ତାପରେ ପାଳନ ଇଏ କରିବେ, ଅନୁକଳ୍ପ ପାଇବେ, ଏମିତି ବି କରିପାରିବେ। ନହେଲେ ଆଉ କଣ ଗୋଟେ କରିବେ ନା, ବୈଷ୍ଣବଙ୍କ ପାଇଁ କିଛି ସେପାରେଟ କରି ରଖିଦେବେ, 100 ଟଙ୍କା, 200 ଟଙ୍କା, 50 ଟଙ୍କା ଅଲଗା ରଖିକି ରଖିଦେବେ, ଯେ ଏଇଟା ମୁଁ ମଠକୁ ଗଲେ କି ବୈଷ୍ଣବଙ୍କୁ କି ମହାରାଜ ମାନଙ୍କୁ ଦର୍ଶନ କଲେ ମୁଁ ଏଇଟା ତାଙ୍କୁ ଇଏ କରିବି, ସେପାରେଟ କରି ରଖିଦେବେ, ଯଦି ଦେଖାହେବେ ଦେଇଦେବେ। ଏଇଟା ଲାଷ୍ଟ ଅପସନ। ଯଦି କିଛି ନ ହେଇପାରୁଛି ଏମିତି କରିବେ। ଆମ ଗୁରୁଦେବ ତ କହୁଥିଲେ, ତମେ ସବୁବେଳେ ବୈଷ୍ଣବ ସେବା କର, ପ୍ରତିଦିନ ବୈଷ୍ଣବ ସେବା କର। ପ୍ରତିଦିନ କେମିତି କରିବ ବୈଷ୍ଣବ ସେବା, ଯିଏ ଘରେ ରହୁଛନ୍ତି? ନା ତମେ କିଛି କିଛି କଣ କରିବ ନା, କିଛି କିଛି ସାଇଡ କରିକି ସବୁଦିନ ରଖିଦବ, ଟଙ୍କାଟେ 2 ଟଙ୍କା, ଯଦି ସାମର୍ଥ୍ୟ ଯେତିକି ଅଛି ସବୁବେଳେ ସାଇଡ କରି ରଖିଦବ। ଏଇଟା ବୈଷ୍ଣବ ସେବାକୁ ରଖିଲି, ତ ମନ ଭିତରେ ରହିଲା ମୁଁ ସବୁଦିନ ବୈଷ୍ଣବ ସେବା ଯେମିତି କରିବି, ଆଉ କରୁଛି। ସାଇଡ କରି ରଖିଦେଲେ, ଯେତେବେଳେ ମୁଁ ମଠକୁ ଯିବି କି ବୈଷ୍ଣବ କି ଦେଖା ହେଲେ, ଶ୍ରେଷ୍ଠ ବୈଷ୍ଣବ
ତାହେଲେ ତାଙ୍କୁ ସେବାଟା ଦେଇଦେବି, ତାହେଲେ ପ୍ରତିଦିନର ବି ବୈଷ୍ଣବ ସେବା ହେଇଗଲା। କିନ୍ତୁ ଏକାଦଶୀରେ ବି ଆପଣ ଦ୍ୱାଦଶୀରେ ସେମିତି କରିବେ। ସକାଳୁ ଉଠିଲେ ଯଦି କିଛି ନ ହେଇପାରୁଛି, କି ପାଖରେ ନାହାନ୍ତି ଘରକୁ ଡାକିକି ପ୍ରସାଦ ସେବା କରିବାକୁ, କିମ୍ବା ଅନଲାଇନରେ ବି କିଛି ବ୍ୟବସ୍ଥା ହେଇପାରୁନି, ତ ତାକୁ ସାଇଡ୍‌କେ ରଖିଦେବେ ଯେ ମୁଁ ଯେବେ ଦେଖା ହେବି ବୈଷ୍ଣବ ସେବା ରଖିଲେ, ଏଇଟା ମୋର ସେପାରେଟ୍ ରହିଲା, ଯେବେ ଦେଖା ହେବି ଦେଇଦେବେ, ବୈଷ୍ଣବ ସେବା ହେଇଗଲା। ଆଁ, ଯଦି ପାଖରେ କିଏ ଅଛନ୍ତି ତ ବହୁତ ବଢିଆ। ପ୍ରଥମେ ଆପଣ ଇଏ ପାଳନ କରିଦେବେ, ତାପରେ ଅନୁକଳ୍ପ ପ୍ରସାଦ ରେଡି କରିକି କିଏ ପାଖରେ ବୈଷ୍ଣବ ଅଛନ୍ତି ତାଙ୍କୁ ଡାକିକି ପ୍ରସାଦ ବନେଇକି ତାପରେ ଆପଣ ପାଇବେ, ବହୁତ ବଢିଆ। ସବୁଥିରେ ଅଲ୍ଟରନେଟ୍ ଅଛି, ଆଉ ଅପସନ ଅଛି, ଯେମିତି କରିପାରିବେ। ପ୍ରଭୁଜୀ, ଯୋଉ ପାଣି ଆଜ୍ଞା। ପିଇବାଟା ଯୋଉ କରୁଛନ୍ତି, ହୁଁ ଆମେ ଯୋଉ ପାଣି ପିଇବା ମାନେ ଯୋଉ ଆଜି ଯୋଉ କଲୁ, କେତେଟା ସମୟ ହୁଁ ପୂର୍ବରୁ ପିଇବା ଥିଲା? ପାଣି ମାନେ ଯୋଉ ଆଜି ଭୋରରୁ ଯୋଉ ନିର୍ଜଳ ମାନେ ଦିନ ସାରା ପାଣି ପିଇବେନି, ଦିନ ସାରା ବିଲକୁଲ ଆଉ ପାଣି ନାଇଁ ପିଇବେନି। ଯୋଉ ରାତିରେ ଯୋଉ 3ଟା ନା ଏମିତି 4ଟା ପୂର୍ବରୁ ନା ଏମିତି କଣ ଗୋଟେ ଟାଇମ କଣ ଅଛି କି ସେମିତି? ନା ସେମିତି କିଛି ନାହିଁ, ଏଇଟା ସବୁ ଇଂଲିଶ ଲୋକମାନଙ୍କର, 12ଟା ପୂର୍ବରୁ ପାଣି ପିଇବନି ସେମିତି କିଛି ନାହିଁ। ଆକ୍ଚୁଆଲି ଆମର ଯୋଉ ବୈଷ୍ଣବ ମାନେ କୁହନ୍ତି, ପ୍ରଭୁଜୀ ମାନେ କୁହନ୍ତି ଯେ ଦିନ ଷ୍ଟାର୍ଟ କେତେବେଳେ ହୁଏ ନା ସୂର୍ଯ୍ୟୋଦୟ ପରେ ହିଁ ଦିନ ଷ୍ଟାର୍ଟ ହୁଏ। ତ ସେଥିପାଇଁ ଆମର ସୂର୍ଯ୍ୟୋଦୟ ପୂର୍ବରୁ, ମାନେ କାଲି ସୂର୍ଯ୍ୟୋଦୟ ପରଠୁ କିଛି ଖାଇବା କଥା ନୁହଁ ଆକ୍ଚୁଆଲି। କିନ୍ତୁ ଯେତେବେଳେ ଆମେ ଆଜିକାଲି ତ ସେ ଜିନିଷ ନାହିଁ, ସୂର୍ଯ୍ୟୋଦୟ ପରେ ବି ଆମେ ଖାଉଛେ, ତେଣୁ ସୂର୍ଯ୍ୟୋଦୟ ପରେ ବି ଯଦି ଖାଇଲେ ତାହେଲେ ବ୍ରସ୍ ଫ୍ରସ୍ କରିକି ସେବେଠୁ ହିଁ ଆପଣ ଶୋଇବା ପୂର୍ବରୁ ହିଁ ଯେତିକି ଖାଇଲେ ଖାଇଲେ, ଆଉ ଉଠିକି ତାପରେ ଆଉ କିଛି ଇଏ କରିବେନି। ସକାଳେ ଉଠିଲେ ତାପରେ ପୁଣି ଆମର ଏକାଦଶୀ ଚାଲିଲା, ବୁଝିପାରିଲେ କି ନାଇଁ? ଆଉ ଗୋଟେ କଥା ବି ଅଛି, ମାନେ ରାତି 12ଟା ପରେ ବି ଯେତେବେଳେ ଶୋଇବା ପୂର୍ବରୁ, ଆଉ ଏମିତି ରାତି 12ଟା 1ଟା ସେମିତି କିଛି ନାହିଁ, ଶୋଇବା ପୂର୍ବରୁ ଆପଣ ସବୁ ବ୍ରସ୍ କରିକି ସବୁ ଜିନିଷ ସାରିକି ଶୋଇବେ, ଆଉ ତାପର ଦିନ ସକାଳୁ ଉଠିଲା ପରଠୁ ଆପଣ ଆଉ କିଛି କରିବେନି, ଠିକ ଠିକ ରୂପରେ ପାଳନ କରିବେ, ପାଣି ପିଇବେନି, କିଛି ପିଇବେନି। 3ଟା 3:30ରେ ପାଣି ପିଇଲେ ହବନି ସେଟା? 3ଟା 3:30 ଆକ୍ଚୁଆଲି ବ୍ରହ୍ମ ମୁହୂର୍ତ୍ତ ଯେବେଠୁ ଷ୍ଟାର୍ଟ ହଉଛି ସେବେଠୁ ଆଉ କିଛି ଗ୍ରହଣ କରିବା କଥା ନୁହଁ। 3ଟା 3:30 ବେଳେ ତ ବ୍ରହ୍ମ ମୁହୂର୍ତ୍ତ ଷ୍ଟାର୍ଟ ହେଇନଥିବ, ପାଣି ପିଇ ପାରିବେ, ନ କରି ପାରିଲେ ଭଲ। କିଛି କିଛି କୁହନ୍ତି ଯେ ଆପଣ ବ୍ରହ୍ମ ମୁହୂର୍ତ୍ତ ପୂର୍ବରୁ ଯେତେବେଳେ ବ୍ରହ୍ମ ମୁହୂର୍ତ୍ତ ଯେତେବେଳେ ଟଚ୍ କରିନି, ସେତେବେଳେ ଦିନ ଷ୍ଟାର୍ଟ ହେଇନି, ଏକାଦଶୀ ଷ୍ଟାର୍ଟ ହେଇନି, ତା ପୂର୍ବରୁ କରିପାରିବେ। କିଛି କିଛି ବୈଷ୍ଣବଙ୍କ ନିଷ୍ଠା ଥାଏ, ସେମାନେ ମାନେ ଥରେ ମାନେ ବେଡକୁ ଗଲା ମାନେ ରାତିରେ ସବୁ କର୍ମ ସାରିକି ବ୍ରସ୍ ଫ୍ରସ୍ କରିକି ତାପରଠୁ ସେ ବିଲକୁଲ କିଛି ଗ୍ରହଣ କରନ୍ତିନି। ଆଉ କିଛି କିଛି ଅଛନ୍ତି ଯୋଉମାନେ ରାତି 12ଟାକୁ ହିଁ ମାନନ୍ତି, କିନ୍ତୁ ରାତି 12ଟାକୁ ଆମ ବୈଷ୍ଣବ ସମ୍ପ୍ରଦାୟ ମାନନ୍ତିନି। ରାତି 12ଟା ହେଲା ପରେ ହିଁ ଦିନ ପଳେଇଲା, ସେମିତି ଆମ ବୈଷ୍ଣବ ଇଏରେ ମାନନ୍ତିନି, ଆମର ବ୍ରହ୍ମ ମୁହୂର୍ତ୍ତକୁ ହିଁ ମାନନ୍ତି। କିନ୍ତୁ ସବୁଠୁ ବେଷ୍ଟ ହେଲା, ସବୁଠୁ ନିଷ୍ଠାରେ ଯୋଉମାନେ କରନ୍ତି ମୁଁ ଯେତିକି ଜାଣିଛି, ଯେ ଆପଣ ରାତିରେ ଶୋଇବା ପୂର୍ବରୁ ଯେତିକି ଗ୍ରହଣ କଲେ ବାସ୍, ତାପରଠୁ ଆଉ ପାଣି ପିଇବେନି। ସକାଳୁ ଆଜି ଉଠନ୍ତୁ ଗୋଟେ ଯେତେବେଳେ। ଭିଡିଓଟେ ଦେଖିଥିଲି ତ, ସେଥିରେ ଦେଖାହେଲା 4ଟା 15 ପୂର୍ବରୁ ଯାହା ପାଣି ପିଇବା କଥା ପିଇଦବ, 4ଟା 15 ପରେ ଆଉ ପାଣି ପିଇବନି। ମୁଁ 3ଟା 10ରେ ସେଇଟା ପାଣି ବିଭିନ୍ନ ପ୍ରକାର ମତ ଆସେ, କାହାର କେମିତି ନିଷ୍ଠା, ବିଭିନ୍ନ ପ୍ରକାର ମତ ଆସେ। କିଏ କୁହନ୍ତି 12ଟା ପୂର୍ବରୁ, କିଏ କୁହନ୍ତି ବ୍ରହ୍ମ ମୁହୂର୍ତ୍ତ ପୂର୍ବରୁ, ସେ ବ୍ରହ୍ମ ମୁହୂର୍ତ୍ତ ଅନୁସାରେ କହିଥିବେ। ହଁ ଆଉ କିଏ ସେମିତି। ପୁରା ନିଷ୍ଠାବାନ ଯୋଉମାନେ ଥାଆନ୍ତି, ସେମାନେ କୁହନ୍ତି ଯେ ତମେ ଥରେ ମାନେ ରାତ୍ରିରେ ବେଡକୁ ଗଲା ମାନେ ତାପରଠୁ କିଛି ଗ୍ରହଣ କରିବେନି। ସବୁଠୁ ବେଷ୍ଟ ହେଲା, ଆପଣ ଯଦି କରିପାରିବେ ରାତିରେ ବେଡକୁ ଗଲା ପରଠୁ ଆଉ କିଛି ଗ୍ରହଣ କରିବେନି, ସବୁଠୁ ବେଷ୍ଟ। ନହେଲେ ଯଦି କିଛି ରିକ୍ୱାରମେଣ୍ଟ ରହୁଛି, ତାହେଲେ ବ୍ରହ୍ମ ମୁହୂର୍ତ୍ତ ପୂର୍ବରୁ ଗ୍ରହଣ କରିବେ। ବ୍ରହ୍ମ ମୁହୂର୍ତ୍ତ ଥରେ ଟଚ୍ କଲା ମାନେ ସେଇଟା ହେଇଗଲା, ତିଥି ଲାଗିଗଲା। ତାପରେ ଯାହା ଗ୍ରହଣ କରିବେ ସେଇଟା ତିଥି ଗ୍ରହଣ କରିବା ହେଇଗଲା, ବୁଝିଲେ କି ନାଇଁ? ଆପଣଙ୍କ ନିଷ୍ଠା ଅନୁସାରେ ସବୁଠୁ ବେଷ୍ଟ ହବ, ଆପଣ ରାତିରେ ଯେତିକି ପୂର୍ବରୁ ଯେତିକି ଗ୍ରହଣ କଲେ ଗଲେ, ତାପରେ ଆଉ କିଛି କରିବେନି। ଠିକ ଅଛି ମାତାଜୀ। ଆଜ୍ଞା, ହରେ କୃଷ୍ଣ। ରୋଜାଲିନ ମାତାଜୀ କଣ କହୁଛନ୍ତି? ନମସ୍କାର। ପ୍ରଭୁ ଯୋଉ ଆଜି ଠାକୁର ପୂଜା କରିବେ, ତ ତୁଳସୀ ପତ୍ର ପାଇପାରିବେ ତ? ଯଦି ନିର୍ଜଳା କରୁଛନ୍ତି ତ କିଛି ଆଜ୍ଞା ପାଇବେନି। ଯଦି ନିର୍ଜଳା କରୁନାହାନ୍ତି, ପାଣି ଫାଣି ପିଇ କରୁଛନ୍ତି, ତାହେଲେ ପାଇବେ। ନାଇଁ ଆଜ୍ଞା, ନିର୍ଜଳା କରୁଛି, ମାନେ ତୁଳସୀ ପତ୍ର ବି ପାଇପାରିବେନି? ନା, ତାହେଲେ କିଛି ପାଆନ୍ତିନି।
ପାରଣ କଲା ଆଜ୍ଞା ବେଳେ ତୁଳସୀ ଜଳ ପାଇକି ପାଳନ କରିବେ। ଆଜ୍ଞା ଯୋଉ ଗୋଟେ କଥା କହିବାର ଥିଲା, ମୁଁ ମାଳା ଜପ କରୁଛି କିନ୍ତୁ ସେଇଟା ତୁଳସୀ ମାଳା ନୁହଁ। ଆମର ତ ଏଇଠି ହୁଁ ସେମିତି କିଛି ମାନେ ପାଖରେ କିଛି ମଠ ହେରିକା ନାହିଁ। ତାପରେ ମୁଁ ଆଜ୍ଞା ସେମିତି ଯାଇ ବି ପାରୁନି, ମାନେ ବହୁତ ଲୋକ ଗଲା ପୁଣି ରାଗୁଛନ୍ତି ନା ମଠକୁ ଯାଉଛି ଜପ କରୁଛି, ମାନେ ପଡିଶାରେ ଘରେ ବି ଏମିତି କହୁଛନ୍ତି। ତ ଯୋଉ ଗୋଟେ ମାଳା ଥିଲା ଆମ ଗାଁରେ ଗୋଟେ ଲକ୍ଷ୍ମୀ ପୂଜା ହଉଥିଲା, ସେଠି 108 ମାଳା ଯୋଉ ରୁଦ୍ରାକ୍ଷ ନୁହଁ ତ ସେଇପରିକା ସେ ମାଳା ଟା, ତ ସେ 108 ଅଛି ବୋଲି ମୁଁ ଏଇଟା ଜପ କରୁଛି। ମୁଁ କହିଲି କିଛି ଲାଭ ଅଛି ନା ଏଥିରେ ଜପ କଲେ କିଛି ଲାଭ ହିଁ ନାହିଁ, ମୁଁ ସେଇ କଥା ପଚାରିବାକୁ ଚାହୁଁଛି। ଲାଭ ତ ସବୁଥିରେ ଅଛି, ଲାଭ ନାହିଁ କେମିତି, ସବୁଥିରେ ଲାଭ ଅଛି, କିନ୍ତୁ ବେଟର ଆପଣ ବେଲ କିମ୍ବା ଲିମ୍ବ ମାଳା ନେଇ ଆସନ୍ତୁ, ସେଇଥିରେ ଜପ କଲେ ଭଲ। ହଁ। ତାପରେ ଯେତେବେଳେ ହରିନାମ ନେବେ ସବୁ ଜିନିଷ ଛାଡି, ହରିନାମ ନେବା ପୂର୍ବରୁ ବି ଯେତେବେଳେ ପିଆଜ ରସୁଣ ଆଉ ଆଜ୍ଞା ଠିକ ମୁଁ ଠିକ ନିୟମ ଖାଉଛି ସବୁ ଜାଣିଯିବେ। ଆଚ୍ଛା ତାହେଲେ ତ ଭଲ, ତାହେଲେ ଆପଣ ତୁଳସୀ ମାଳି ବି ଜପ କରିପାରିବେ। କିନ୍ତୁ ହୁଁ ତୁଳସୀ ମାଳି କାହିଁକି ଯାହା ଜପ କରିବାକୁ, ମାନେ ଏମିତିରେ ତ ମଠକୁ ନହେଲେ ଛାଡୁନାହାନ୍ତି। ମଗେଇଦେବେ ତୁଳସୀ ମାଳି, ନହେଲେ ବି ଗୋଟେ ଯୋଉ ଇଏ କଣ କହିଲେ ଲିମ୍ବ ମାଳି କିମ୍ବା ବେଲ ମାଳି ଆମର ବୃନ୍ଦାବନ ପ୍ରଭୁଙ୍କୁ ଫୋନ କରିବେ, ତାଙ୍କୁ ମେସେଜ କରିଦେବେ ଆଡ୍ରେସ ଟା, ସେ ଆପଣଙ୍କୁ ପାର୍ସଲ କରିଦେବେ। ଆପଣଙ୍କ ଘରେ ଯାଇ ପହଞ୍ଚିଯିବ, ରିସିଭ୍ କରିନେବେ ଆଜ୍ଞା ପୋଷ୍ଟାଲରେ କିମ୍ବା କୌଣସି ଆପଣଙ୍କୁ ସେପଟେ ଯାହା ଫାସିଲିଟି ପାର୍ସଲ କରିଦେବେ। ଆପଣ ଯୋଉ ତାଙ୍କୁ ବହି ସେଇ ସେବାଟା ଫୋନ ପେ କରିଦେବେ ସଇଲା ଆଉ। ଆଜ୍ଞା। ଯୋଉ ବହି ହେରିକା ସବୁ କୀର୍ତ୍ତନ ବହି, ମୁଁ ତ କିଛି ମାନେ ବହି ମୋ ପାଖରେ ନାହିଁ, ମୁଁ ଖାଲି ଯାହା ହୁଁ ଶୁଣୁଛି ଆଉ କିଛି କହିବାକୁ ଚାହିଁଲେ ବି କହିପାରୁନି, ତ ଫୋନ କରିକି ଅନଲାଇନରେ ମଗେଇଲେ ଆପଣଙ୍କ ପାଖକୁ ତ ଆସିପାରିବ ତ ଏଇଟା ବୃନ୍ଦାବନ। ସବୁ ମଗେଇଦେବେ, ଯାହା ବହି ଫହି ଦରକାର ଆଉ ଗୋଟେ ପ୍ରାଟିସ୍ ମାଳା ସବୁ ମଗେଇଦେବେ। ପ୍ରାଟିସ୍ ମାଳା ବେଲ କିମ୍ବା ଲିମ୍ବରେ କଲେ ଭଲ, ଆପଣ ଯୋଉଥିରେ ବି କରୁଛନ୍ତି ଭଗବାନଙ୍କ ନାଁ ନଉଛନ୍ତି ମାନେ ସେ ମଙ୍ଗଳ, ଖାଲିରେ ବସିକି ଭଗବାନଙ୍କ ନାଁ ନେଲେ ବି ମଙ୍ଗଳ। ତେଣୁ ସେଥିରେ କିଛି ଚିନ୍ତା କରିବେନି ଯେ ମୋର ମଙ୍ଗଳ ହଉଛି କି ନାହିଁ, ମୋର ଲାଭ ହଉଛି କି ନାହିଁ, ଲାଭ ହିଁ ଲାଭ ହଉଛି, କିନ୍ତୁ ତାକୁ ପ୍ରୋସେସରେ କଲେ ଆହୁରି ଭଲ ଲାଭ ମିଳିବ। ଆଜ୍ଞା ଦିନକୁ 16 ମାଳ 18 ମାଳ କରୁଛି, କିନ୍ତୁ ମୁଁ ଭାବେ କି ମୁଁ ତ ସମସ୍ତେ ତୁଳସୀ ମାଳ କରୁଛନ୍ତି, ମୋର ତ ମାଳି ହିଁ ନାହିଁ ନା ମୁଁ ଏଇଥିରେ ଜପ କରୁଛି। ମୁଁ କହିଲି ଭଗବାନ ଜାଣିପାରୁଥିବେ କଣ, ମୁଁ ସେଇଠି ଭାବୁଥିଲି। ନା ଲାଭ ଅଛି ନା, ସ୍ୱୀକୃତି ତିଆରି ହଉଛି ଆଉ। ତାପରେ ଯେତେବେଳେ ଆପଣ ଗୁରୁଙ୍କ ପଦାଶ୍ରୟ କରିକି ତାପରେ ଯେତେବେଳେ ଭଜନ କରିବେ ସେତେବେଳେ ଭକ୍ତି ହବ। ଏବେ ସ୍ୱୀକୃତି ହଉଛି, ଆମର ଅନର୍ଥ ନିବୃତ୍ତି କିଛି କିଛି ହଉଛି, ଲାଭ ଅଛି, କିଛି ଅସୁବିଧା ନାହିଁ। ହଁ ଆପଣ ବୃନ୍ଦାବନ ପ୍ରଭୁଙ୍କୁ ମେସେଜ କରିଦେବେ, ସେ ଆପଣଙ୍କୁ ଆଜ୍ଞା ପଠେଇଦେବେ। ଠିକ ଅଛି। ହରେ କୃଷ୍ଣ। ହରେ ପ୍ରଣାମ କୃଷ୍ଣ ପ୍ରଭୁଜୀ। ଜୟ ହଁ ପ୍ରଣାମ। ପ୍ରଣାମ ପ୍ରଭୁ। ହଁ ଆଜ୍ଞା କହୁଥିଲି କହୁଛି ଏକାଦଶୀରେ ଆମେ ତୁଳସୀ ପତ୍ର ପାଇବୁ ତ? ପାଣି ଟିକେ ଏକାଦଶୀ ଯଦି ନିର୍ଜଳା କରୁଛନ୍ତି ତାହେଲେ ପାଇବେନି, ଯଦି ନିର୍ଜଳା କରୁନାହାନ୍ତି ତାହେଲେ ପାଇବେ। ହଁ କେତେବେଳେ ମାନେ ଯଦି ନିର୍ଜଳା କରୁଛନ୍ତି କିଛି ପାଇବେନି। ନା ପାଣି ପିଏ, ପାଣି ପିଏ ଆଉ କେତେ କେମିତି ଫଳ ଟିକେ ଖାଇଦେ। ତାହେଲେ କରିପାରିବେ, ପାଇପାରିବେ। ଯୋଉମାନେ ଏକାଦଶୀ ଆଜି ନିର୍ଜଳା ଏକାଦଶୀ ନିର୍ଜଳା କରୁଛନ୍ତି ସେମାନେ କିଛି ପାଇବେନି। କାଲି ସକାଳେ ଯାଇକି ଯାହା ପାରଣ ସମୟରେ କରିବେ। ଓହୋ ପାଣି ପିଏ ଆଉ କେତେ ରାତି ସାରା କେମିତି ଯଦି ସମସ୍ତେ ଚାହିଁକି ଯଦି ଜପ କରିପାରିବେ ଆହୁରି ବଢିଆ। ରାତି ସାରା ଯଦି ଚେଇଁ କେମିତି ରାତିରେ ହବ? ଯଦି କରିପାରିବେ ଯୋଉମାନେ ନିର୍ଜଳା କରୁଛନ୍ତି, ଚାହୁଁଛନ୍ତି ଯେ ଏକାଦଶୀ ଆଉ ଟିକେ ଭଲ ଠିକ ଠିକ ରୂପେ କରିପାରିବେ, ଏକାଦଶୀରେ ନିୟମ ହେଲା ଯେ ଦଶମୀ ସନ୍ଧ୍ୟା ପୂର୍ବରୁ ଯାହା ପ୍ରସାଦ ପାଇବେ ଥରେ, ଦଶମୀରେ ଥରେ, ତାପରେ ବ୍ରସ ଫ୍ରସ୍ କରିଦେବେ। ତାପରେ ଏକାଦଶୀ ଦିନ ସମ୍ପୂର୍ଣ୍ଣ ରୂପରେ ନିର୍ଜଳା ରହିବେ। ରାତି ସାରା କୀର୍ତ୍ତନ ମାନେ ଜପ କରିବେ, ହରିନାମ କରିବେ। ତାପରେ ଦ୍ଵାଦଶୀରେ ପାରଣ ସମୟରେ ପାଳନ କରିବେ, ଦ୍ୱାଦଶୀରେ ଥରେ କେବଳ ଅନୁକଳ୍ପ ପାଇବେ। ବାସ୍ ତାହେଲେ କମ୍ପ୍ଲିଟ ହବ। କିନ୍ତୁ ଆମେ ସବୁ କରିପାରୁନେ, ତେଣୁ ଆମ ଦ୍ଵାରା ଯେତିକି ହଉଛି ଆମେ କରୁଛେ। ଆଉ ଯୋଉମାନେ ସାମର୍ଥ୍ୟ ଅଛି ନିର୍ଜଳା ରହୁଛନ୍ତି, ପ୍ଲସ ରାତିରେ କରିପାରିବେ, ଅନିଦ୍ରା ରହିକି ଜାଗରଣ ରହିକି ହରି ଭଜନ କରିପାରିବେ, ତାହେଲେ ପୁରା ଆହୁରି ବହୁତ ବଢିଆ। ସାମର୍ଥ୍ୟ ଅନୁସାରେ ଯେତିକି କରିପାରିବେ। ନାଇଁ ଏତେ ଆଉ ଉପାସ ରହି ହଉନି। ନା ଠିକ ଅଛି ଆପଣ କରନ୍ତୁ, ଆପଣ ହଁ ନାଇଁ ଗ୍ୟାସ୍ ଯଦି ହଉଛି ଆପଣ ଅନୁକଳ୍ପ ପାଇ କରନ୍ତୁ, କିଛି ଅସୁବିଧା ନାହିଁ। ମୂଳ ଜିନିଷ କିନ୍ତୁ କରିବେ, ଅଧିକରୁ ଅଧିକ ହରିନାମ କରିବେ, କଥା ଶୁଣିବେ ବାସ୍। ହରିନାମ ବି କରିପାରୁନୁ ଟୋଟାଲି, ଏତେ ପ୍ରୋବ୍ଲେମ ହଉଛି କହିବାର କାମ ଲାଗୁଛି। ଆଚ୍ଛା ଠିକ ଅଛି, ଯେତିକି ସମୟ ମିଳୁଛି କରନ୍ତୁ ଆଉ। ଭାରି କଷ୍ଟ ହଉଛି କରିବାକୁ। ଯେତିକି ସମୟ ମିଳୁଛି ଘରେ ବି ରହୁଛନ୍ତି, ବିଭିନ୍ନ ପ୍ରକାର ଦାୟିତ୍ୱ ଥିବ, ସବୁକୁ ପାଳନ କରି କରନ୍ତୁ ଆଉ। ଯେତିକି ସମୟ ମିଳୁଛି। ପୁରା ବେଶୀ ପ୍ରୋବ୍ଲେମ।
ଠିକ ଅଛି। ହରେ କୃଷ୍ଣ। ହଁ, ହରେ କୃଷ୍ଣ। କ୍ଲାସକୁ ଏଇଠି ରଖିବା। ଠିକ ଅଛି, ସମସ୍ତେ ଜାଣିପାରିଲେ ତ କେମିତି ନିର୍ଜଳା କରିବେ। ନହେଲେ ଆଜି ବ୍ୟଞ୍ଜନ ମହାଦଦେଶୀ ମାନେ ସମସ୍ତେ ନିର୍ଜଳା ଛାଡିକି ସମସ୍ତେ ବିଭିନ୍ନ ପ୍ରକାର ଆଇଟମ କରିକି ଠିକ ଅଛି। ହଁ, ପାଞ୍ଚ କଳ୍ପ ପତିତନ ପାବନ